ଆସନ୍ତୁ ଆମେ ପ୍ରଭୁଙ୍କର ହ୍ୟାଲୋ ଶୁଭା ଯାଉଛି ତ? ଆସନ୍ତୁ ଗୀତ ସଙ୍ଗୀତର ଗୋଟେ ଅଂଶ ପଢି ଆମେ ଉପାସନା ମଧ୍ୟକୁ ଯିବା, ପ୍ରଭୁଙ୍କୁ ଗୌରବ କରିବା। ଗୀତ ସଙ୍ଗୀତା ତାର ଏକାନ ପ୍ରଭୁ ଲେଖି ପଢିବା। ଯେଉଁ ଜନ ସର୍ବପରିତ ଆବୃଷ୍ଠାରେ ବାସ କରେ ସେ ସର୍ବଛାତ୍ର ବର୍ଷତି କରିବ। ମୁଁ ସଦାପ୍ରଭୁ ବିଷୟ କହିବି, ସେ ମୋର ଆଶ୍ରୟ ମୋ ଦୁର୍ଗ, ମୋର ପରମେଶ୍ୱର ମୁଁ ତାହାଙ୍କ ନିର୍ଭର ରଖେ। କାରଣ ସେ ତୁମର ବ୍ୟାଧର ଫାନ୍ଦରୁ ସର୍ବସ ମହାନ ରକ୍ଷା କରିବେ। ସେ ଆପଣ ପକ୍ଷେ ତୁମକୁ ଆବରିବେ ଓ ତାହାଙ୍କ ଜଣାତରେ ତୁମେ ଆଶ୍ରୟ ନେବ। ତାହାଙ୍କ ସହିତ ଢାଲ ଓ ଫଳକ ସ୍ୱରୂପ ଅଟେ। ତୁମେ ରାତିରେ ତ୍ରାସ କିମ୍ବା ଦିବସରେ ଉଡ଼ନ୍ତା ତୀର ଅନ୍ଧକାରଗାମୀ ମହାମାରୀ ଏ ମଧ୍ୟାହ୍ନରେ ବିନା ସହାୟ ବିଷୟ ଭିତ୍ତେ ହେବ ନାହିଁ। ତୁମ ପାର୍ଶ୍ୱରେ ଶହ ଶହ ମୁଁ ଦକ୍ଷିଣ ହଇତ ଲୋକ ପଡିବେ, ମାତ୍ର ତୁମ କତିକି ଆସିବେ ନାହିଁ। ପ୍ରଭୁ ଏଇ ଛୋଟ ଚିନ୍ତାଧାରା ଉପରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ ଯୁକ୍ତ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବୁ, ପ୍ରାର୍ଥନା ସହିତ ଆରମ୍ଭ କରିବା। ମଙ୍ଗଳମୟ ପ୍ରଭୁ, ଆମେ ତୁମର ପାଦ ତଳକୁ ଆସୁଛୁ। ତୁମେ କେତେ ଦୟା କେତେ ଅନୁଗ୍ରହ କରି ପ୍ରଭୁ ଆଉ ଗୋଟେ ସେକ୍ସନ ରେ ତୁମ ଗୌରବ କରିବାକୁ ଦେଲ। ପ୍ରଭୁ ଆମେ ଏଠି ଯେତେ ପରିବାର ଉପସ୍ଥିତ ଅଛୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ ଯୁକ୍ତ କର। ପ୍ରତ୍ୟେକ ଜୀବନରେ କିଛି ନା କିଛି ପ୍ରାର୍ଥନାର ଆବଶ୍ୟକତା ରହିଛି ପ୍ରଭୁ। ହଉ ପ୍ରଭୁ ତୁମେ ଜାଣିଅଛ, ତୁମେ ଉତ୍ତମ ବାକ୍ୟ ଅଭାବରେ ପ୍ରତ୍ୟେକଙ୍କୁ ତୁମେ କଥା କୁହ। ଆଉ ପ୍ରଭୁ ଯିଏ ଯୋଉ ମନ ନେଇ ଆମେ ସମସ୍ତେ ତୁମ ନିକଟକୁ ଆସିଛୁ, ପ୍ରତ୍ୟେକ ମାଗୁଣି ତୁମେ ପୂର୍ଣ୍ଣ କରି ତୁମେ ଗୌରବ ପ୍ରଶଂସା ତୁମେ ପାଅ। ପ୍ରାର୍ଥନା ଶୁଣିଲ, ଉତ୍ତର ଦେଲ, ଧନ୍ୟବାଦ ଦେଇ ଆସୁଥିବା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏଇ ଛୋଟ ଭିକ୍ଷା ମାଗୁଅଛୁ। ଆମେନ ଆମେନ। ପ୍ରଭୁଙ୍କ ମହାନାମର ଧନ୍ୟବାଦ ହଉ। ପ୍ରଭୁ କେତେ ଦୟା କେତେ ଅନୁଗ୍ରହ କରି ଆମ ମାନଙ୍କୁ ଏକତ୍ର କଲେ। ଆଉ ଯଦି ଆମେ ସଠିକ ଜାଗାରେ ବସିଛୁ, ଯଦି ଭିଡିଓ ଅନ୍ କରିବା ଆମେ ପରସ୍ପର ମଧ୍ୟରେ ପ୍ରଭୁଙ୍କର ଉପସ୍ଥିତି ଦେଖିପାରିବା। ହ୍ୟାଲୋ ପ୍ରେଜ ଦ ଲର୍ଡ। ପ୍ରଭୁଙ୍କର ମହାନାମ ଧନ୍ୟବାଦ ହଉ। ପ୍ରଭୁ ଗୌରବ ପାଆନ୍ତୁ, କାରଣ ବାକ୍ୟ ଲେଖା ଯାଏ ଦାଉଦ କହିଲେ ଯେ ପ୍ରଭୁ ମୋ ଆଖି ପତଳାକୁ ନିଦ୍ରା ଯିବାକୁ ଦିଅ ନାହିଁ, ମତେ ଢଳେଇବାକୁ ଦିଅ ନାହିଁ। ଆଉ ଆମେ ଯଦି ଚକ୍ଷୁ ବନ୍ଦ ରଖିଅଛୁ, ଆଜି ଆମେ ଚକ୍ଷୁ ଖୋଲିବା, ପ୍ରଭୁଙ୍କ ଗୌରବ କରିବା ଆଉ ପ୍ରଭୁଙ୍କର ପ୍ରଶଂସା କରିବା। ପ୍ରତ୍ୟେକ ଝରକା କବାଟ ଆମେ ଖୋଲିବା, ଯେମିତି ପ୍ରଭୁଙ୍କର ଉପସ୍ଥିତିକୁ ଆମେ ଦେଖିପାରିବା। ଆସନ୍ତୁ ଆମେ ଏଇ ସମୟରେ ପ୍ରଭୁଙ୍କର ଗୌରବ ନିମନ୍ତେ ଆରାଧନା ମଧ୍ୟକୁ ଯିବା। ଆଉ ଆମମାନଙ୍କ ମଧ୍ୟରେ ଆମ ବ୍ରଦର ଆମ ଭାଇ ଆଉ ସିଷ୍ଟର ଏଷ୍ଟର ଭଉଣୀ ବ୍ରହ୍ମପୁର ଅଛନ୍ତି, ସେମାନଙ୍କୁ ଆରାଧନା ମଧ୍ୟରେ ଆଗେଇ ନେବେ। ଆମେ ତାଙ୍କ ସହିତ ସହଯୋଗ କରିବା। ଭଉଣୀ ପ୍ରେଜ ଦ ଲର୍ଡ, ଭାଇ ପ୍ରେଜ ଦ ଲର୍ଡ। ଆଉ ଆମମାନଙ୍କୁ ଆରାଧନା ମଧ୍ୟରେ ଆଗେଇ ନିଅନ୍ତୁ। ପ୍ରେଜ ଦ ଲର୍ଡ। ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ଆସନ୍ତୁ ଆମମାନେ ଏଇ ସମୟରେ ଆମମାନେ ଆରାଧନା ମଧ୍ୟକୁ ଯିବା। ଆଉ ଜଡିତ ହେଇଥିବା ପ୍ରତ୍ୟେକ ଜଣଙ୍କୁ ଆନ୍ତରିକ ପ୍ରେଜ ଦ ଲର୍ଡ ମଧ୍ୟ ଜଣାଉଛୁ। ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ ସୁନ୍ଦର ସୁଯୋଗ ଦେଇଥିବାରୁ। ଆସନ୍ତୁ ଆମମାନେ ଏଇ ସମୟରେ ଆମମାନେ ଆରାଧନା କରିବା, ପ୍ରଭୁଙ୍କର ପ୍ରଶଂସା କରିବା। ଏଇ ବାକ୍ୟ କାଳରେ ପରମେଶ୍ୱରଙ୍କର ଆଉ ପ୍ରଶଂସା ସହିତ ଆଜିର ଦିନକୁ ଆମମାନେ ଯେ ପ୍ରକାର ଯାଉଥିବା ସମୟରେ, ଯେ ପ୍ରକାର ଏଇ ସକାଳରେ ଆଉ ପରମେଶ୍ୱରଙ୍କ ଯେ ପ୍ରକାର ଆମମାନଙ୍କ ଜୀବନ ଦ୍ଵାରା ଗୌରବ ହୁଏ, ସେଥିପାଇଁ ଆସନ୍ତୁ ଆମମାନଙ୍କ ହୃଦୟ ସହିତ ମନ ସହିତ ପରମେଶ୍ୱରଙ୍କର ଆମମାନେ ସ୍ତୁତି ଗାନ। ତୁମେ ଧନ୍ୟବାଦ ପ୍ରଭୁ, ପ୍ରଶଂସା ତୁମେ ମଙ୍ଗଳମୟ ପ୍ରଭୁ ତୁମେ, ଯୀଶୁ ତୁମେ, ପ୍ରଭୁ ତୁମେ, ଯୀଶୁ ତୁମେ, ଜୀବନ
জীবনে ସବୁ ତ ତୁମରି କରୁଣା ଦାନ ପ୍ରଭୁ ସବୁ ତ ତୁମରି କରୁଣା ଦାନ ଧନ୍ୟବାଦ हे नाम प्रभु प्रशंसा तुम्हें हे नाम धन्यवाद हे नाम प्रभु प्रशंसा तुम्हें हे नाम जीवन दाता प्रभु तुम्हें मुक्ति दाता जिसु तुम्हें जीवन दाता प्रभु तुम्हें मुक्ति दाता जिसु तुम्हें क्रूसी छोड़िला जीवन दिला क्रूसी छोड़िला जीवन दिला प्रेम प्रभु तुम प्रेम धन्यवाद हे प्रभु प्रशंसा तुम्हें हे नाम धन्यवाद हे प्रभु प्रशंसा तुम्हें हे नाम भूले भी नहीं प्रभु तुम्हारी प्रेम आई छुटा मंगल भूले भी नहीं प्रभु तुम्हारी प्रेम आई छुटा मंगल गाना देवा को प्रभु चरणी तुम आवे देवा को प्रभु चरणी तुम हरे की छे प्रतिदान प्रभु नामी छे प्रतिदान धन्यवाद हे नाम प्रभु प्रशंसा धन्यवाद हे नाम प्रभु प्रशंसा तुम्हें हे नाम हे नाम प्रभु प्रशंसा धन्यवाद हे नाम प्रभु प्रशंसा तुम्हें हे नाम हालेलुया हालेलुया आसंता मैंने आउटे गीत गाई मध्य माने प्रभु को धन्यवाद देबा ए समय माने समस्ते आत्मा रे पूर्ण होई माने परमेश्वर को स्तुति गान करिबा आमाने जो स्थान रे थिले भी मध्य ईश्वरंकर सहित आमाने अछु जो प्रकार परिस्थिति थिले मध्य माने परमेश्वरंक सहित ए समय आमाने परमेश्वरंकर सम्मुख रे अछु सेति पे आम मानक हृदय द्वारा परमेश्वर को स्तुति गान करिबा आम मानकर ए चिंता थाए सब प्रकार विषय थिले मध्य आज आसंता माने परमेश्वरंकर महिमा करू सेति पे आमाने एक आउडे हिंदी गीत गाई मध्य माने आराधना करियो स्तुति आराधना स्तुति आराधना पवित्र आत्मा तुझे आराधना मेरे मसीह तुझे आराधना पवित्र आत्मा तुझे आराधना मेरे सभी तुझे आराधना स्वर्ग के साथ तुझे आराधना मार्गदर्शन तुझे आराधना स्वर्ग के साथ तुझे आराधना मार्गदर्शन तुझे आराधना ओ आराधना आराधना स्तुति आराधना आराधना हालेलुया आराधना आराधना स्तुति आराधना आराधना सुबह के समय शाम के समय
आराधना पिता को सुबह के समय शाम के समय आराधना पिता को आराधना आराधना स्तुति आराधना 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 जीवन जीवन तुझे आराधना जीवन जीवन तुझे आराधना जीवन तुझे आराधना जीवन जीवन तुझे आराधना तुझे आराधना मेरे मसीह तुझे आराधना तुझे आराधना मेरे मसीह तुझे आराधना 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 स्तुति आराधना 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 स्तुति आराधना आराधना सुबह के समय शाम के समय आराधना पिता को सुबह के समय शाम के समय आराधना पिता को आराधना आराधना स्तुति आराधना 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 तुझे आराधना मेरे सखी तुझे आराधना मेरे सखी तुझे आराधना स्वर्ग पिता तुझे आराधना आगे से तुझे आराधना स्वर्ग पिता तुझे आराधना आगे से तुझे आराधना 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 स्तुति आराधना 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 स्तुति आराधना आराधना हालेलुया आराधना आराधना स्तुति आराधना आराधना ओ आराधना आराधना स्तुति आराधना आराधना Hallelujah, praise the Lord. हालेलुया हालेलुया आसन ଆମେ ନିଜକୁ ସମର୍ପଣ କରିବା ପ୍ରଭୁ ହାଲେଲୁୟା ଆଉ ଗୋଟେ ଗୀତ ଗାଇ ମଧ୍ୟ ଆମମାନଙ୍କ ଉପସ୍ଥିତି କରିବା ସେଇ ପରମେଶ୍ୱରଙ୍କର ଉପସ୍ଥିତିରେ ଆମମାନେ ନିଜକୁ ସମର୍ପଣ କରିବା ଦେବା ହାଲେଲୁୟା 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 आराधना में है छुटकारा आराधना में है चंगाई आराधना में है छुटकारा आराधना में है चंगाई शरीर प्राण आत्मा में शांति आनंदिता है जहाँ से भी प्यारा प्रभु शरीर प्राण आत्मा में शांति आनंदिता है जहाँ से भी प्यारा प्रभु प्रार्थना करो अच्छा है कितना बड़ा है हालेलुया प्रार्थना करो आराधना करो अच्छा है कितना बड़ा है छुटकारा पाए हमेशा छुटकारा पाए हमेशा समस्त गाइबा हमें छुटकारा पाए हमेशा हमेशा छुटकारा पाए हमेशा
प्रार्थना करो निरंतर, प्रार्थना करो विश्वास से, प्रार्थना करो निरंतर, प्रार्थना करो विश्वास से, हमेशा की प्रार्थना विश्वास के प्राण बोलते हैं सारे हमेशा की प्रार्थना विश्वास की प्रार्थना बोलते हैं सारे प्रार्थना करो, आराधना करो, अच्छा है कितना बड़ा है, हालेलुया प्रार्थना करो, अच्छा है कितना बड़ा है, करा पाए हमेशा करा पाए हमेशा करा पाए हमेशा करा पाए हमेशा आराधना में सताई, आराधना में करा करा, आराधना में सताई, शरीर प्राण में शक्ति आनंदिता है, जान से प्यारा प्रभु, शरीर प्राण में शक्ति आनंदिता है, जान से प्यारा प्रभु, प्रार्थना करो, आराधना करो, वो अच्छा है कितना भला है, हालेलुया प्रार्थना करो, आराधना करो, वो अच्छा है कितना भला है, हालेलुया प्रार्थना करो, आराधना करो, वो अच्छा है कितना भला है, हालेलुया करा पाए हमेशा, हमेशा करा पाए हमेशा, करा पाए हमेशा, हमेशा करा पाए हमेशा, मेरा मेरे मानो के तुम मिलेगा, मांगोगे तुम मिलेगा, ढूंढोगे तुम पाओगे, प्रार्थना करो, आराधना करो, अच्छा है समस्त प्रार्थना करो, आराधना करो, अच्छा है हालेलुया प्रार्थना करो, आराधना करो, अच्छा है करा पाए हमेशा, हमेशा करा पाए हमेशा, करा पाए हमेशा, हमेशा करा पाए हमेशा, करा पाए हमेशा, हमेशा करा पाए हमेशा। हालेलुया 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 हालेलुया। आसंता ଆମେ ନିଜକୁ ସମର୍ପଣ କରିବା, ନିଜର ଚକ୍ଷୁ ନିଜକୁ ସମର୍ପଣ କରିବା ଆଜିର ଦିନରେ ପ୍ରଭୁଙ୍କୁ କହିବା, ପ୍ରଭୁ ଆଜିର ଏଇ ଗୋଟିଏ ଦିନ ଏକ ଆମମାନଙ୍କ ପାଇଁ ପିତା ପରମେଶ୍ୱର ଏକର ମୂଲ୍ୟ ଦିନ ଅଟେ ପ୍ରଭୁ। ପିତା ପରମେଶ୍ୱର ଆଜି ଯେଉଁ ପ୍ରଭୁ ଆମ ମାନଙ୍କ ପାଇଁ କାର୍ଯ୍ୟ ରଖିଛ ପ୍ରଭୁ, ତାହା ଆମମାନଙ୍କୁ ପ୍ରଭୁ ସମର୍ପଣ କର। ତୁମେ କି ପ୍ରକାର ପ୍ରଭୁ ଆମମାନଙ୍କ ଦ୍ୱାରା ତୁମେ ଦେଇପାରିବ ବାବା। ତୁମେ କଣ ଚାହୁଁଅଛ ଆମମାନଙ୍କ ଜୀବନରେ ପ୍ରଭୁ, ଆମମାନଙ୍କ ଜୀବନରେ କଣ ଚାହୁଁଅଛ ତୁମେ। ଆସନ୍ତୁ ଆମେ ନିଜକୁ ସମର୍ପଣ କରିବା ଏଇ ପ୍ରକାର ପରିସ୍ଥିତି, ଆମେ ନିଜକୁ ସମର୍ପଣ କରିବା ପ୍ରଭୁଙ୍କ ଠାରେ। ଆମେନ୍ ହାଲେଲୁୟା। Praise the Lord.
ଆସନ୍ତୁ ଆମେ ନିଜକୁ ସମର୍ପଣ କରିବା। दयामय स्वर्गीय पिता प्रभु तुमର ମହାନ ନାମକୁ ଧନ୍ୟବାଦ ଦଉଛୁ। ଆଜି ଆମମାନଙ୍କୁ ସୁନ୍ଦର ସମୟ ଦେଲ ପ୍ରଭୁ ତୁମର ମହିମା କରିବା ନିମନ୍ତେ, ପ୍ରଶଂସା କରିବା ନିମନ୍ତେ ପ୍ରଭୁ ନିଜକୁ ପ୍ରଭୁ ଆମେ ସମର୍ପଣ କରିଲୁ ବାପା। ଆଜି ଆମମାନଙ୍କୁ ସେଇ ସୁଖରେ ପ୍ରଭୁ ପିତା ପରମେଶ୍ୱର ସକାଳ ସମୟରେ ଆଜି ଆମମାନଙ୍କ ଦ୍ୱାରା ପ୍ରଭୁ ତୁମେ ପିତା ପରମେଶ୍ୱର ଯୋଉ ବାକ୍ୟ ଆମମାନଙ୍କ ପାଇଁ ରଖିଅଛୁ ପ୍ରଭୁ ତାହା ଦେଇ ଆମମାନଙ୍କୁ ପିତା ପରମେଶ୍ୱର ଏଇ ଦିନ ଗୁଡାକ ପଢାଇ ନିଅ ବୋଲି ପ୍ରାର୍ଥନା କରୁଛୁ। ଧନ୍ୟବାଦ ଦଉଛୁ ପିତା ପରମେଶ୍ୱର ଆମମାନଙ୍କ ସହିତ ରହିଲ, ପ୍ରତ୍ୟେକ ପରିସ୍ଥିତିରେ ଆମମାନଙ୍କ ସହିତ ରହୁଅଛୁ ପ୍ରଭୁ। ପିତା ପରମେଶ୍ୱର ଆମମାନଙ୍କ ହୃଦୟ ସହିତ ତୁମ କଥା କୁହ ବୋଲି ପ୍ରାର୍ଥନା କରୁଛୁ। ସମସ୍ତ ବିଷୟ ତୁମ ହସ୍ତରେ ସମର୍ପଣ କରି ପ୍ରଭୁ ସମସ୍ତଙ୍କୁ ତୁମ ହସ୍ତରେ ସମର୍ପଣ କରି ନାଜରେଥ ଯୀଶୁଙ୍କ ନାମରେ ମାଗୁଛୁ ପିତା, ଆମେନ୍। ଧନ୍ୟବାଦ। Praise the Lord। ବିଶେଷ କରି ଭାଇ ଭଉଣୀଙ୍କୁ ମୁଁ ଧନ୍ୟବାଦ ଦିଏ। ସୁନ୍ଦର ଭାବରେ ଆମମାନଙ୍କର ନିକଟରେ ପ୍ରଭୁଙ୍କ ଗୌରବ କରିବା ପାଇଁ ଆରାଧନା ମଧ୍ୟରେ ଆଗେଇ ଆଣିଲେ। ପ୍ରିୟ ଦାସ ଦାସୀଙ୍କୁ ପ୍ରଭୁ ଆଶୀର୍ବାଦ ଯୁକ୍ତ କରନ୍ତୁ। ଏହି ସମୟରେ ଆଚାର୍ଯ୍ୟ ବର୍ଦ୍ଧନା ଆଜ୍ଞାଙ୍କୁ କହିବେ ଯେ ଆଜ୍ଞା ଅଛନ୍ତି କିଏ? ହ୍ୟାଲୋ ବର୍ଦ୍ଧନା ଆଜ୍ଞା। ଯଦି ନାହାନ୍ତି ମୂଷା ପାଣି ଆଜ୍ଞା ଅଛନ୍ତି, ଏଇ ସମୟରେ ମୁଁ ତାଙ୍କ ସାମ୍ନାକୁ ଡାକିବି, ସେ ଆସିବେ। ଆଉ ଆମର ହୋଷ୍ଟ ମାଷ୍ଟର ଯୋଉ ସମସ୍ତ ପ୍ରାର୍ଥନା ରିକ୍ୱେଷ୍ଟ ରଖିଛନ୍ତି ଆଉ ଯାହା କିଛି ଆନାଉନ୍ସମେଣ୍ଟ ଅଛି ସେ ପ୍ରକାଶ କରିବେ, ତା ସଙ୍ଗେ ସଙ୍ଗେ ବକ୍ତାଙ୍କ ପାଇଁ ଆଉ ଆରାଧନା କରୁଥିବା ସେ ଭାଇ ଭଉଣୀ ମାନଙ୍କ ପାଇଁ ମଧ୍ୟ ବି ପ୍ରାର୍ଥନା ତୋଳି ଧରିବେ। ଆମମାନଙ୍କର ଆଚାର୍ଯ୍ୟ ମୂଷା ପାଣି ଆଜ୍ଞା ଅଛନ୍ତି, ଏ ସାମ୍ନାକୁ ଆସିବେ। ଆଉ ପିଟର ଆଜ୍ଞା ଅଛନ୍ତି, ସେ ଯାହା କିଛି ଆନାଉନ୍ସମେଣ୍ଟ ଅଛି ପ୍ରକାଶ କରିବେ। ଆଉ ଯଦି କାହାର କୌଣସି ନିବେଦନ ଅଛି ପ୍ରକାଶ କଲେ ଆମେ ପ୍ରାର୍ଥନା ମଧ୍ୟକୁ ଯିବା। ରିଏଲ ମିଷ୍ଟ ଅଫ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ଜଣାଏ। ନମସ୍କାର, ପ୍ରେଜ ଦ ଲର୍ଡ। ଆଉ ପ୍ରାର୍ଥନାର ବିଷୟ ଆପଣମାନଙ୍କ ସମ୍ମୁଖରେ ରଖିବି। ଆଉ ପ୍ରଥମ ବିଷୟ ହଉଛି ଯେ ଆଜି ଯୋଉ ସିବଲିଙ୍ଗ ବ୍ରଦର ଆଣ୍ଡ ସିଷ୍ଟର ଆମମାନଙ୍କର ରେଭରେଣ୍ଡ ବିଧାନ ଚନ୍ଦ୍ର ହାତୀ ଆଜ୍ଞାଙ୍କର ପୁଅ ଝିଅ ଦୁହେଁ ଆଜି ବର୍ସିପ କରିଛନ୍ତି, ଭାଇ ଆମୋସ ହାତୀ ଆଣ୍ଡ ଏଷ୍ଟର ହାତୀ। ଆଉ ଦୁଇ ଭଉଣୀଙ୍କ ପାଇଁ ପ୍ରାର୍ଥନା କରିବା, ତା ସହିତ ବିଧାନ ଆଜ୍ଞାଙ୍କ ସେବା କାର୍ଯ୍ୟ ପାଇଁ ମଧ୍ୟ ପ୍ରାର୍ଥନାରେ ସ୍ମରଣ ରଖିବା। ଦ୍ୱିତୀୟ ବିଷୟ ପ୍ରାର୍ଥନା କରିବା, ବାଳକ ରାଜେଶ ପ୍ରଧାନ ଆଜ୍ଞା ସେ ସୁନ୍ଦର ଭାବେ ପରିଚାଳନା କରୁଛନ୍ତି, ତାଙ୍କ ପାଇଁ, ତାଙ୍କ ସେବା କାର୍ଯ୍ୟ ପାଇଁ। ଏବଂ ତୃତୀୟ ବିଷୟ ଆଜି ବାକ୍ୟ ନେଇ ଆସୁଅଛନ୍ତି ଆଉ ଓଡ଼ିଶାର ରାଜଧାନୀ ଆଉ ଭୁବନେଶ୍ୱର ବଡ ଚର୍ଚ୍ଚ ୟୁନିୟନ ଚର୍ଚ୍ଚର ଡିକନ ଆଉ ଆମୋସ ଆଉ ପ୍ରଧାନ ସାର୍ ଆଜି ବାକ୍ୟ ଦେବେ, ତାଙ୍କ ପାଇଁ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରିବା। ତା ସହିତ ଚତୁର୍ଥ ବିଷୟ ପ୍ରାର୍ଥନା ରହିଛି ଯେ ରିଏଲ ମିଷ୍ଟ ଅଫ ଇଣ୍ଡିଆର 44ତମ ଗେଟ୍ ଟୁଗେଦର କାର୍ଯ୍ୟକ୍ରମ ଆଉ ତାମିଲନାଡୁ ରାଜ୍ୟର ଉଟି ନାମକ ଦର୍ଶନୀୟ ସ୍ଥାନରେ ଅନୁଷ୍ଠିତ ହେବ ଅକ୍ଟୋବର ମାସ 8 ଏବଂ 9 ତାରିଖ। ଉକ୍ତ ଗେଟ୍ ଟୁଗେଦର ନିମନ୍ତେ ଆଉ ଦ୍ରୁତ ଗତିରେ ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମ ଚାଲିଛି। ଯୋଉମାନେ ବର୍ତ୍ତମାନ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିନାହାନ୍ତି ଆପଣମାନଙ୍କୁ ଆମମାନେ ରିଏଲ ମିଷ୍ଟ ଅଫ ଇଣ୍ଡିଆ ତରଫରୁ କମିଟି ତରଫରୁ ସ୍ୱାଗତ କରୁଛୁ, ନିମନ୍ତ୍ରଣ କରୁଛୁ। ଆପଣମାନେ ଯଥାଶୀଘ୍ର ରେଜିଷ୍ଟ୍ରେସନ କରିଦିଅନ୍ତୁ ଏବଂ ଉଟି ଆସିକି ଆଶୀର୍ବାଦକୁ ପ୍ରାପ୍ତ କରନ୍ତୁ। ଆଉ ସେଇ ଉଟିର କାର୍ଯ୍ୟକ୍ରମର ସଫଳତା ନିମନ୍ତେ ପ୍ରାର୍ଥନା କରିବା। ପଞ୍ଚମ ବିଷୟ ଆଉ ରେଭରେଣ୍ଡ ସି ରବର୍ଟ ଜାକବ ସାରଙ୍କର ଦେହ ଅସୁସ୍ଥ ଅଛି, ଗେଷ୍ଟିକ ହେଇଯାଇଛି, ତାଙ୍କର ସୁସ୍ଥତା ପାଇଁ ପ୍ରାର୍ଥନା କରିବା। ପ୍ରଭୁଙ୍କ ଦାସୀ ଆଉ ସୁଲକ୍ଷଣୀ ଲିମା ମାଙ୍କର ଦେହ ବି ଅସୁସ୍ଥ ଅଛି, ତାଙ୍କର ସୁସ୍ଥତା ପାଇଁ ପ୍ରାର୍ଥନା କରିବା। ପ୍ରଭୁଙ୍କ ଦାସୀ ମୋହିନୀ ମାଳି ମ୍ୟାଡମଙ୍କ ଦେହ ବି ଅସୁସ୍ଥ ଅଛି, ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା। ପ୍ରଭୁଙ୍କ ଦାସୀ ହେମଲତା ସୁନା ଦିଦିଙ୍କର ଗୋଡ ଫ୍ରାକ୍ଚର ଅଛି, ସେ ବେଡରେ ଅଛନ୍ତି, ପ୍ରଭୁଙ୍କ ଦାସୀ ଯେପରି ଶୀଘ୍ର ସୁସ୍ଥତା ପ୍ରାପ୍ତ କରିବେ ସେଥି ନିମନ୍ତେ ମଧ୍ୟ ପ୍ରାର୍ଥନା କରିବା। ଆଉ ପ୍ରଭୁଙ୍କ ଦାସ ବିନୋଦ କୁମାର ସିଂ ଆଜ୍ଞାଙ୍କର ଦେହ ମଧ୍ୟ ଅସୁସ୍ଥ ଥିଲା, ସୁସ୍ଥ ହେଇଛନ୍ତି, ଯେପରି କମ୍ପ୍ଲିଟ ସୁସ୍ଥତା ପ୍ରାପ୍ତ କରିବ ସେଥି ନିମନ୍ତେ ମଧ୍ୟ ପ୍ରାର୍ଥନା କରିବା। ତା ସହିତ ଜାଣତ ଅଜାଣତରେ ଯୋଉମାନେ ଅସୁସ୍ଥ ଅଛନ୍ତି ସମସ୍ତଙ୍କର ସୁସ୍ଥ ସବଳ ପାଇଁ, ଜୁମରେ ଉପସ୍ଥିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ, ପ୍ରତ୍ୟେକ ପରିବାର ପାଇଁ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରିବା।
धन्यवाद। धन्यवाद पीटर आज्ञा को प्रार्थना जनते आम सब प्रार्थना करवा इस समय आम सम्मुखें आचार्य मूषापाणी आज्ञा अच्छा सी आसवे ए समस्त विषय मन पकई पकई प्रार्थना करने संगे संगे आराधना करुवा से भाई भौणी मान आसुवा प्रिय दास आमोस आज्ञा भक्ता प्रार्थना तोड़ी धरवे आज्ञा प्रेज द लॉर्ड। प्रेज द लॉर्ड। नमस्कार मुझे बाहर अच्छी। अच्छा ठीक अच्छे समय आम लालबना आज्ञा अच्छा राउल आज्ञा आज्ञा प्रेज द लॉर्ड आज्ञा प्रेज द लॉर्ड से बोधे शुणी पारना समय प्रमोद परीक्षा आज्ञा अच्छा सी पीटर आज्ञा कही प्रत्येक विषय प्रार्थना आज्ञा प्रेज द लॉर्ड प्रेज द लॉर्ड आज्ञा आसुवा प्रिय दासों आमोस प्रधान में प्रार्थना करेंगे प्रिजाइडिंग गीत आराधना आम आगे भाई भौणी प्रार्थना करेंगे वर्धन आज्ञा प्रार्थना करेंगे पीटर आज्ञा जो प्रार्थना लिखे जनइले आगामी दिन मान के जो ओटी प्रोग्राम को जाऊँगी यथा समय प्रत्येक रजिस्ट्रेशन करेंगे प्रत्येक जाए मीटिंग अटेंड करेंगे समस्त अनुकूल पाग नियंत्रण रा संगे संगे जाना न जाने अनेक असुस्थ पीड़ित मैंने अच्छा जो मान दास अनाउंसमेंट कले प्रति विषय नहीं आप प्रार्थना तोड़ी धरवे। प्रेज द लॉर्ड। सर्वशक्तिमान सर्वदर्शी आंभ मानकर एकमात्र स्वर्गस्थ पिता परमेश्वर तुमरी पवित्र महत नामर धन्यवाद देउछु कारण अनेक मध्यरु तुम्हें आंभ मान को अपना नामर परिचय देल तुमरे विश्वास करी तुम निकट आर्तनाद करने निवेदन करने प्रार्थना करने जो अपूर्व सुजोग मान आंभ मान को दे आसुअछ एणु धन्यवाद देउछु कारण तुम्हें प्रार्थना श्रवणकारी कार्य साधनकारी परमेश्वर ही अट तुम निकट को आसी निवेदन करी प्रार्थना करी केही विफल होई नाहंती तुम्हें समस्त प्रार्थना उद्देश्य जानुअछ एवं उद्देश्य मान तुम्हें पूर्ण कर ही आसुअछ एणु आमे स्वीकार करिबा तुम्हें सत्य जीवंत परमेश्वर प्रार्थनार उत्तर देवा परमेश्वर ही प्रभु प्रार्थना करुछु एई समय रे विशेष भाव रे प्रभु ओटी रे अक्टोबर मास रे 9-10 जो प्रभु मीटिंग रही से निमंते मध्य आमकर निवेदन रही प्रार्थना करी आसुअछु प्रभु विशेष भाव रे सही दिन मानकर सही गेट टुगेदर को तुम्हें संपूर्ण निज हाथ को नियो एवं तुम्हें कार्य साधन करी तुम्हें गौरवान्वित हुओ बोली प्रार्थना करुअछु। हाँ तुम निरूपित दास जाको भाई से शारीरिक भाव में वर्तमान असुस्थ बोली सुना जाए प्रभु प्रार्थना तो करिचु तांको निमंते पुनर्बार स्मरण करुअछु कारण ओटीर सकल कार्यर आयोजन तांको उपरे आमे निर्भर करुछु तुम्हें तांको शक्ति दियो बल दियो सुस्थता दियो सुरक्षा दियो सहवर्ती परमेश्वर हुओ बोली प्रार्थना करुअछु। ता सहित प्रभु जे मानकर नाम असुस्थ रे तुम दास प्रकाश कले आमे से मानकु समूह भाव रे तुमर पवित्र पाद तल को आणुअछु कारण प्रभु तुम्हें जगत रे थिला बेले अनेक पीड़ित लोक मान को तुम निकट को आणुथिले निवेदन करुथिले तुम्हें से मान को देखी दया विगलित हेउथिलो पुणी अपना नाम शक्ति रे अपना मुखर रब द्वारा से मान को सुस्थता प्रदान करुथिलो से ही प्रभु आंभ मानकर प्रभु आज पीड़ित लोक मान को तुम निकट को आणुअछु हे प्रभु निवेदन अच्छी तुम्हें से मान को देखी दया प्रकाश कर पुणी अपना नाम शक्ति रे से मान को सुस्थता दियो जो द्वारा परमेश्वर आमे तुम गौरव करवा तुम महिमा प्रकाश करवा स्वीकार करवा आंभ मानकर प्रभु जेहोवा राफा से सुस्थता देले
एणु प्रभु निवेदन करुचु सर्वोपरि प्रत्येकଙ୍କର निकटवर्ती हुଅ पुणी स्वच्छता द्वारा रक्तर शक्ति रे जीशु नाम शक्ति रे सेମାନଙ୍କୁ ସୁସ୍ଥ କର। ହଁ ପ୍ରଭୁ ଆମଙ୍କର ପ୍ରାର୍ଥନା ଅଛି ତୁମ ଦାସ ପରିଚାଳନାର ଭାର ନେଇ କାର୍ଯ୍ୟ କରୁଅଛନ୍ତି। हे प्रभु तुमे तांका प्रति दया कर, अनुग्रह कर, आशीर्वाद कर, सामर्थ्यर तुमर गौरव तुमर महिमा प्रकाश निमंते तुमे शक्ति युक्त कर बोली ही प्रार्थना करूछु। आराधनाकारी निमंते मध्य आमे प्रार्थना करूछु। ए प्राप्त बेलारे तुम उद्देश्य रे तुमर स्तुतिवाद प्रशंसा गौरव करिथिबा कारणरू ताहा ऊर्ध्व को उठी तुम द्वारा गृहीत हेउ पुणी आराधनाकारी तुम सर्वोत्त भाव आशीर्वाद कर। आम जेतेक लोक प्रभु आज फील्ड रे अच्छु अर्थात जूम रे अच्छु आम प्रत्येक को तुम वाक्य शुणिबार तत्परता दियो एवं आशीर्वाद कर। हाँ तुम निरूपित अभिषिक्त दास से वाक्य प्रकाश करने आसुअछंती सहवर्ती हुओ मुखपात्र हुओ आत्मिक भाव शक्तियुक्त कर। तुमरी वाक्य प्रकाश करने द्वारा आमने ग्रहण करने श्रवण करने मनोযোगी होगापाई तुम्हें कृपा कर। तुम दास को पारिवारिक जीवन मांडलिक जीवन रे तुम्हें सर्वोत्त भाव आशीर्वाद कर। प्रभु जो समस्त प्रार्थना करिछु तुम्हें शुणी अछ, तुम्हें जानी बुझी उत्तर देवा परमेश्वर अट। जदि कौन सी विषय भूल रे हमें छाड़ी देचु तथापि प्रभु तुम दास जो समस्त विवरणी प्रकाश कले तुम्हें समस्त सहवर्ती हुओ मध्य आशीर्वाद कर। महिमा गौरव संभ्रम पूजा वंदना तुमको दे प्रार्थना जीशुଙ୍କ नाम रे मागुअछु पिता आमेन। धन्यवाद दिए प्रिय दासों को। प्रभु तांको सुंदर भाव रे प्रति विषय नहीं मन पकेबी प्रार्थना करिसेंती। प्रिय दासों को प्रभु आशीर्वाद युक्त करंतु। एई समय रे हमें प्रभुଙ୍କର जीवंत आहार शुणिबाकू जीवा। ए समय प्रिय दास आमोस प्रधान अछंती आचार्य आमोस प्रधान से आम सम्मुख को आसीबे आम जो वार्ता रखिछंती सकाळ समय आमान को दे उत्साहित देबे। आ एई समय जदि आम यथा समय अच्छु ताले आमे खिड़ी द्वारा खोलिबा आ वाक्य बुद्धि मनोयोगी हवा करताली द्वारा आमोस प्रधान को उत्साहित करवा समते करताली दी आमे प्रभु दास को स्वागत करबा। प्रेज द लॉर्ड। आज्ञा प्रेज द Praise the लॉर्ड। Lord. Praise the Lord. Praise the Lord. प्रभु जी श्रीकृष्ण नाम रे समस्त को मु मोर परिवार तरफ ख्रीष्ट प्रेम नमस्कार जनाए। मोर आवाज शुणी पार्छन तो ओके थैंक यू। आ ई सुंदर सुजोग मते पीटर भाई देथिबारु तांको निकट मध्ये अशेष अशेष धन्यवाद। आ प्रभुंकर प्रिय दास प्रभुଙ୍କ सेवारे अनेक परिश्रम करी समस्त कार्य करी आसु थांती। प्रभु तांको बहुल भाव आशीर्वाद करंतु। आउ ये जो समस्त आयोजन करा जाउची पवित्र आत्मा के सहायता रे बल शक्ति तांको जोगौथबारु तेणु प्रभुंकर नाम पवित्र आत्मा परमेश्वर मध्य बहुत बहुत धन्यवाद जणे। आसंता माने आमानकर शेड्यूल अनुसार आम टाइम मध्य जीवा। आ प्रभुंकर नाम गौरव आज निमंते जो वाक्य मते प्रभु देइछंती प्रभुंकर वाक्य गोटे वाक्य दीर्घ 2000 वर्ष धरी हम माने ए बाइबल को धरी आसुछु। ए वाक्य रे मु कहबी हुए तो आपण माने आगुरु थरे सुनिथिबे किबा दुई थर शुणिथिबे किबा तीन थर शुणिथिबे। एई वाक्य रे हम माने सब आलोचना करूछु। मु आज आपण मान को कोनोसी विषय शिक्षा देवा निमंते जाउ नै। मु चिंता करूछि आपण मान को विषय गोटे विषय को आलोचना करबा पय। तबे हम माने समस्त वाक्य रे बढ़ु अछु वाक्य हम मान को पाखेर अछि माने समस्त वाक्य पढु अछु। आज आम आलोचना करबा गोटे घटना को नेकी से जगार घटनाटी कहीं प्रकार भाव में द्वारा प्रभु आम को कौन शिखेबा चाहते। यार मु ए प्रकार टॉपिक रखी बड़ भाई आशीर्वाद सान भाई नहीं गला। बड़ भाई आशीर्वाद सान भाई नहीं गला। आप मैंने जानी पारे मु को अंशर पाठ करने को यही घटना चरित्र चारोटी चरित्र को देखा आम पाइबा। से इसाक अच्छा रिबिका अच्छा जाकुब
ନିଶ୍ଚୟ। ଘଟଣାଟି ଯଦି ଗୋଟେ ବଡ ପର୍ବ, ତେବେ ଆମେ ଅଳ୍ପ କିଛି ପାଠ କରି ଆଗକୁ ବଢିବା। ଆଦି ପୁସ୍ତକ 27 ପର୍ବ 1 ପଦରୁ ଆମେ 5 ପଦ ଯାଏଁ ପାଠ ପଢିବା। ଯଦି କେହି ଇଚ୍ଛା କରନ୍ତି ପଢିବା ପାଇଁ ନିଶ୍ଚୟ ପଢିପାରିବେ। ଅନନ୍ତର ଇସାକ ବୃଦ୍ଧ ହୁଅନ୍ତେ ଚକ୍ଷୁ ନିସ୍ତେଜ ହେବାରୁ ଆଉ ଦେଖି ପାରିଲେ ନାହିଁ। ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏସୋଙ୍କୁ ଡାକି କହିଲେ, ପୁଅରେ। ତହିଁରେ ସେ ଉତ୍ତର କଲା, ଦେଖନ୍ତୁ ମୁଁ ଏଠାରେ। ତହୁ ସେ ତାଙ୍କୁ କହିଲେ, ଦେଖ ମୁଁ ବୃଦ୍ଧ ହୋଇଅଛି, କେଉଁଦିନ ମୋହର ମୃତ୍ୟୁ ହେବ ତାହା ମୁଁ ଜାଣେ ନାହିଁ। ଏବେ ବିନୟ କରୁଅଛି, ତୁମ୍ଭେ ଏତେବେଳେ ତୃଣ ଓ ଧନୁର୍ଦାଦୀ ଅସ୍ତ୍ର ଘେନି ପ୍ରାନ୍ତରକୁ ଯାଇ ମୋ ନିମନ୍ତେ ମୃଗ ଆଣ। ପୁଣି ମୁଁ ଯେ ରୂପ ଭଲ ପାଏ ସେ ରୂପ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ ନିକଟକୁ ଆଣ। ତହିଁରେ ମୋହର ପ୍ରାଣ ମୃତ୍ୟୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବ। ଇସାକ ଆପଣା ପୁତ୍ର ଏସୋଙ୍କୁ ଏହି କଥା କହିବା ବେଳେ ରିବିକା ଶୁଣିଲା। ଏହେତୁ ଏସୋ ମୃଗୟା ମାଂସ ଆଣିବା ନିମନ୍ତେ କ୍ଷେତ୍ରକୁ ଗଲା ଉତ୍ତାରେ। ଆଜ୍ଞା 5 ଯାଏ ପଢା ହେଲା, କେତେ ଯାଏ? ନିମନ୍ତେ ଗଲା ଉତ୍ତାରେ 6 ପଦ ମଧ୍ୟ ପଢିଦିଅନ୍ତୁ। ରିବିକା ଆପଣା ପୁତ୍ର ଯାକୁବଙ୍କୁ କହିଲା, ଦେଖ ତୁମ୍ଭର ଭ୍ରାତା ଏସୋ ସହିତ ତୁମ୍ଭ ପିତାଙ୍କର କଥୋପ କଥନ ମୁଁ ଶୁଣିଲି। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ମହାନାମରେ ଧନ୍ୟବାଦ। ଆଉ ଆପଣ ମାନେ ଆଗ୍ରହ ରଖିଥାନ୍ତି ବାଇବଲକୁ ପଢିବା ପାଇଁ, ସେଥିପାଇଁ ମଧ୍ୟ ମୁଁ ପ୍ରଭୁଙ୍କର ଗୌରବ କରେ। ପ୍ରଭୁଙ୍କର ବାକ୍ୟ ଉଚ୍ଚାରଣରେ ଆମମାନଙ୍କର ଜୀବନରେ ମଧ୍ୟ ପ୍ରଭୁଙ୍କର ବାକ୍ୟ ଆଶ୍ଚର୍ଯ୍ୟ ଭାବରେ କାର୍ଯ୍ୟ କରିଥାଏ। ତେଣୁ ଅନେକ ସମୟରେ ଆମେ ମାନେ ବାଇବଲକୁ ଅଧ୍ୟୟନକୁ ଅନେକ ସମୟରେ ହାଲକା ଭାବରେ ନେଇ ପଢିଥାଉ, କିନ୍ତୁ ଯେତେବେଳେ ବାଇବଲକୁ ଆମେ ଅଧ୍ୟୟନ କରିଥାଉ ସେତେବେଳେ ବାଇବଲର ପ୍ରତିଟି ଶବ୍ଦ ସେମାନଙ୍କୁ ସିଧାସଳଖ କଥା କହିଥାଏ। ଯେମିତି ଜଣେ ଭାଇ କହିଲେ, ମୋ ରାସ୍ତାରେ ଯାଉଥିବା ସମୟରେ ଗୋଟେ ଟ୍ରାକ୍ଟଟି ପାଇଲି, ପଢିଥିଲା ତାକୁ ପାଇଲି, ତାକୁ ପଢିକି ଉଠେଇକି ତାକୁ ଯୋଉ ପଢିବାକୁ ଆରମ୍ଭ କଲି, ସେଥିରେ ଲେଖା ହେଇଥିଲା, ଏ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସକଳ ମୋ ନିକଟକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି। ସେତେବେଳେ ସେ ଟ୍ରାକ୍ଟଟିକୁ ସେ ପଢୁଛି, ସେ ପତ୍ରିକାକୁ ପଢୁଛି, ସେଥିରେ କେହି ନାହାନ୍ତି ତାକୁ ବୁଝେଇବା ପାଇଁ, କଣ ଲେଖା ହେଇଛି ଜାଣିବା ପାଇଁ। କିନ୍ତୁ ପବିତ୍ର ଆତ୍ମା ପରମେଶ୍ୱର ତାଙ୍କୁ ସିଧାସଳଖ ଏଇ କଥା କହିଲେ, ଜଣେ କେହି ଅଛନ୍ତି ତୋର ସମସ୍ତ ବୋଝରୁ, ସମସ୍ତ ଚିନ୍ତାରୁ, ସମସ୍ତ ଡିପ୍ରେସନରୁ, ତୋର ସଂସାରର, ତୋର ଭବିଷ୍ୟତର ବିଷୟ ନେଇ ଯୋଉ ଚିନ୍ତା କରୁଛୁ, ସମସ୍ତ ଜଣେ କେହି ଅଛନ୍ତି ଯେ ଟ୍ରାକ୍ଟରେ ଲେଖା ଯାଇଛି, ସେ ତତେ ଆଉ ବିଶ୍ରାମ ଦେବେ, ମନରେ ଆନନ୍ଦ ଆଉ ଶାନ୍ତି ଦେବେ। ସେ ସତ୍ୟକୁ ଅନ୍ୱେଷଣ କରି ପ୍ରଭୁଙ୍କ ନିକଟକୁ ଆସିବାକୁ ପାରିଥିଲେ। ଆମ ମାନଙ୍କର ଭୁବନେଶ୍ୱର ଜଣେ ଭାଇ ଅଛନ୍ତି, ଆପଣ ମାନେ ଜାଣିଥିବେ, ତାଙ୍କର ଅନେକ ଗୁଡେ ସାକ୍ଷ୍ୟ ଅଛି। ଆଉ ସେ ଜଣେ ଭାଇ ଥିଲେ ଆମ ମାନଙ୍କର ପ୍ରଫୁଲ୍ଲ କୁମାର ଦାସ, ଜଣେ ବ୍ରାହ୍ମଣ ପରିବାରର ପୁଅ। କିନ୍ତୁ ଅନେକଙ୍କ ଜୀବନରେ ପ୍ରଭୁ ଅନେକ ଅନେକ ସାକ୍ଷ୍ୟ ଏହି ସମ୍ବାଦ ପତ୍ରିକା ଦ୍ଵାରା ସେମାନେ ପ୍ରଭୁଙ୍କ ନିକଟକୁ ଆସିଅଛୁ। ଆମ ମାନଙ୍କ ପାଖରେ ଦୀର୍ଘ ଦିନ ଧରି ବାଇବଲ ନେଇକି ଆମେ ମାନେ ଚାଲୁଛୁ। ଆମେ ମାନେ ମଧ୍ୟ ଈଶ୍ୱରଙ୍କର ବାକ୍ୟକୁ ପଢୁଛୁ। ପଢିବା ଆମ ମାନଙ୍କ ପାଇଁ ଏକ ଅଭ୍ୟାସ ନ କରି ଆମୋଦ ବୋଲି ଆମେ ମନେ କରିବା ଯେତେବେଳେ ଆମ ମାନଙ୍କ ଜୀବନରେ ପ୍ରଭୁ ତାଙ୍କର ବାକ୍ୟ ଦ୍ଵାରା ଆମ ମାନଙ୍କୁ ଶକ୍ତିଯୁକ୍ତ କରିବେ। ଏକଥା ଆପଣ ମାନେ ଜାଣନ୍ତି, ମୁଁ ଜଷ୍ଟ ଆପଣ ମାନଙ୍କୁ ମନେ ପକେଇଦେଲି। ଆମେ ଗୋଟେ ଘଟଣା ଦେଖୁଛୁ, ଇସାକ ବୃଦ୍ଧ ହେଇଯାଇଛନ୍ତି। ସେ ଚାହୁଁଛନ୍ତି ଯେ ତାଙ୍କ ପରେ ତାଙ୍କର ସମସ୍ତ ଆଶୀର୍ବାଦ ଅଧିକାରକୁ ବଡ ପୁଅକୁ ଦେବେ। ଆଉ ଏ କଥା କହୁଥିବା ସମୟରେ ମା ରିବିକା ଏ କଥାକୁ ଶୁଣିଛି। ଘଟଣାଟି ମାତ୍ର ଏତିକି। ଆଉ 27 ପର୍ବରେ ହାରାହାରି 46ଟି ପର୍ବ ଅଛି। ଆମେ ଏଥିରୁ ଏଇ ଘଟଣା ମଧ୍ୟରୁ ଆମେ 44 ପର୍ବ ମଧ୍ୟରେ ଯିବାକୁ ଚେଷ୍ଟା କରିବା। ସେତେବେଳେ ସେ ତାଙ୍କ ବଡ ପୁଅକୁ କହୁଛନ୍ତି, ଯେ ବଡ ପୁଅ କହିଲେ, ଯାଅ ମୃଗ ମାରିକି ମାଂସ ରାନ୍ଧିକି ଆଣ, ଆଉ ମତେ ଖାଇବାକୁ ଦିଅ। ଖାଇସାରିଲା ପରେ, ନଟ୍ ବିଫୋର ଦ୍ୟାଟ୍, ନ ଖାଇବା ପୂର୍ବରୁ ସେ ଆଶୀର୍ବାଦ କରିନାହାନ୍ତି। ବଡ ପୁଅକୁ ସେ କରିପାରିଥାନ୍ତେ, କିନ୍ତୁ ତାଙ୍କ ବଡ ପୁଅକୁ ଆଶୀର୍ବାଦ କରିନାହାନ୍ତି। ଖାଇସାରିଲା ପରେ ହିଁ ମୁଁ ତୁମକୁ ଆଶୀର୍ବାଦ କରିବି। ତେଣୁ ସେ ତାହାକୁ କହିଲେ, ଦେଖ 2 ପଦରେ, ମୁଁ ବୃଦ୍ଧ ହୋଇଅଛି, କେଉଁ ଦିନ ମୋର ମୃତ୍ୟୁ ହେବ ତାହା ମୁଁ ଜାଣେ ନାହିଁ। ଇସା କହୁଛନ୍ତି ଏସୋକୁ, ମୁଁ ଜାଣି ନାହିଁ କେବେ ମୁଁ ମରିବି,
କିନ୍ତୁ ମରିବା ପୂର୍ବରୁ ମୁଁ ତୋ ନାଁରେ କେତୋଟି ୱିଲ୍ କରିଦେବି। ୱିଲ୍ କରିବା ପାଇଁ ଗୋଟେ କଣ୍ଡିସନ, ଆଉ ଜଙ୍ଗଲକୁ ଯିବାକୁ ହବ, ମୃଗ ମାରିବାର ଅଛି, ମତେ ଟିକେ ସନ୍ତୁଷ୍ଟ କରିବାର ଅଛି। ତେଣୁ ଏ ଜାଗାରେ ଆମେ ଟିକେ ଚିନ୍ତା କରିବା, ଈଶ୍ୱରଙ୍କର ବାକ୍ୟ ମଧ୍ୟ ଆମମାନଙ୍କୁ ସ୍ମରଣ କରେଇଦିଏ, ସମୟରେ ତାଙ୍କ ରାଜ୍ୟ ଆଉ ଧାର୍ମିକତାକୁ ଅନ୍ୱେଷଣ କଲେ ମଥ୍ୟୁ 6 ପର୍ବ 33 ପଦ ଅନୁସାରେ ପ୍ରଭୁ ଏଭ୍ରିଥିଙ୍ଗ ୱିଲ୍ ଆଡେଡ୍ ଅନ୍ ଟୁ ଆୱାର ଲାଇଫ, ଆମମାନଙ୍କ ପରିବାରରେ, ଆମମାନଙ୍କ ଜୀବନରେ, ଆମମାନଙ୍କ ମଣ୍ଡଳୀରେ ଏବଂ ଆମମାନଙ୍କର ବ୍ୟକ୍ତିଗତରେ ଜୀବନରେ ଆଶୀର୍ବାଦ କରିବେ। ଏହା ଈଶ୍ୱରଙ୍କର ପ୍ରତିଜ୍ଞା। ମୁଁ ଏଟାକୁ ରିଲେଟ କରିକି ଆପଣଙ୍କୁ ଏ ପଦଟି କହିଲି। ସେ କହିଲେ ମୁଁ କେତେବେଳେ ମରିବି ମୁଁ ଜାଣିନି, କିନ୍ତୁ ଗୋଟେ କାମ କର, ତୁ ମୃଗ ମାରିକି ଆଣି ଦେଲା ପରେ ଆଉ ଗୋଟେ କଣ୍ଡିସନ ରଖିଲେ। ଏ କଣ୍ଡିସନ ମୁଁ ଭାବୁଛି ମତେ ଈଶ୍ୱରଙ୍କର ନିମନ୍ତେ, ପରିବାର ନିମନ୍ତେ, ବାପା ମାଙ୍କର ବାଧ୍ୟ ହେବା ନିମନ୍ତେ ଆଉ ଗୋଟେ କର୍ତ୍ତବ୍ୟକୁ ଏଠି ପ୍ରଭୁଙ୍କର ବାକ୍ୟ ପବିତ୍ର ଆତ୍ମା ପରମେଶ୍ୱର ବୋଧହୁଏ ଶିଖିବା ନିମନ୍ତେ ଆମମାନଙ୍କୁ ଦେଇଛନ୍ତି। ତାପରେ ଆଉ ଶେଷ ଜଙ୍ଗଲ ଅଭିମୁଖେ ଯାହା ଯାହା ଆବଶ୍ୟକ ଆଉ ସେ ଧରି ତୃଣ ଧନୁକାଦି ଶସ୍ତ୍ର ଘେନି ସେ ପ୍ରାନ୍ତରକୁ ଯାତ୍ରା କରିଛନ୍ତି। ଏହି ସମୟରେ ଆଉ ସେ ବି କହୁଛନ୍ତି, ପୁଣି ମୁଁ ଯେ ରୂପେ ଭଲ ପାଏ, ମଧ୍ୟ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଶିକ୍ଷା ଦେବାକୁ ଚାହେଁ, ତୁମେ ମାନେ ଯାହା ବି କିଛି କର ଈଶ୍ୱରଙ୍କୁ ସନ୍ତୁଷ୍ଟ କଲା ପରି ସମସ୍ତ କାର୍ଯ୍ୟ କର, ମନୁଷ୍ୟ ମାନଙ୍କୁ ସନ୍ତୁଷ୍ଟ କଲା ପରି କର ନାହିଁ। ଯେପରି ପ୍ରେରିତ ପାଉଲ ବିଭିନ୍ନ ମଣ୍ଡଳୀକୁ, କଲୋସିଆ ମଣ୍ଡଳୀକୁ, ଏଫେସିଆ ମଣ୍ଡଳୀକୁ ଲେଖିଲେ, ତୁମେ ଯେତେବେଳେ ଈଶ୍ୱରଙ୍କ ଠାରୁ ପୁରସ୍କାର ପାଇବ ଏହା ଜାଣି ତୁମେ ମାନେ ଏ ସମସ୍ତ କାର୍ଯ୍ୟ କର। ଏ କଥା ଯେମିତି ପ୍ରଭୁଙ୍କର ବାକ୍ୟରେ ଲେଖାଯାଇଛି, ସେମାନଙ୍କୁ ଉତ୍ସାହ ଦେଇ କଥା କୁହନ୍ତୁ। ଯଦି ଆମେ ତାକୁ ଯଦି ପଢିବାକୁ ଚାହିଁବା ଆମମାନଙ୍କ ରେଫରେନ୍ସ ନିମନ୍ତେ, ତାହା ମଧ୍ୟ ଆମେ ଦେବାକୁ ପାରିବା। ମୁଁ ଆପଣମାନଙ୍କ ନିମନ୍ତେ ସେ ପାଠ କରିବାକୁ ଚାହେଁ। ଖୋଲିବା କଲୋସ୍ୟ ପୁସ୍ତକ 3 ପର୍ବର 23 ପଦରେ ଲେଖାଯାଇଛି, ତୁମ୍ଭେମାନେ ଯାହା କିଛି କର ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ। ପ୍ରଭୁଙ୍କ ଠାରୁ ଉତ୍ତରାଧିକାର ରୂପ ପୁରସ୍କାର ଯିଏ ପାଇବ, ଏହା ତ ତୁମେମାନେ ଜାଣ। ଆଉ ତୁମେମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର, କାରଣ ସେ ଯିଏ ଅନ୍ୟାୟ କରେ ସେ ଆପଣା ଅନ୍ୟାୟର ପ୍ରତିଫଳ ସେ ପାଇବ। ଅଫିସ ପୁସ୍ତକରେ ମଧ୍ୟ এই ଘଟଣାକୁ ସମାନ ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଏଇ କଥା ଶିଖାଏ। ଯେତେବେଳେ ସେ ମୃଗ ମାଂସ ଆଣିବା ପାଇଁ ଜଙ୍ଗଲକୁ ଯାଇଛି, ତାଙ୍କର ମା ଏ କଥାଟିକୁ ଶୁଣିଲା। ସ୍ୱାମୀ ସ୍ତ୍ରୀଙ୍କର କଣ ଭଲ ପଡୁନଥିଲା କି? ସେ ବାହାରେ ଥାଇ ଏ କଥାକୁ ଶୁଣିଲା ବୋଲି ଲେଖାଯାଇଛି। ଇସାକ ଆପଣା 5 ପଦ, ଇସାକ ଆପଣା ପୁତ୍ର ଏସକୁ ଏ କଥା କହିବା ବେଳେ ରିବିକା ଶୁଣିଲା। ତାମାନେ ସେ ନିଶ୍ଚୟ ଚିନ୍ତା କରନ୍ତୁ, ରିବିକା ଅପେକ୍ଷା କରି ବସିଥିଲା କେବେ ତାଙ୍କର ସ୍ୱାମୀ ଇସାକ ଆଉ ଏଇ କଥା, ଯେମିତି ତାଙ୍କ ରୀତିନୀତି ଅଛି, ଘରର ବଡ ପୁଅ ମାନେ ବାପାଙ୍କ ପରେ ଆଶୀର୍ବାଦ ପ୍ରାପ୍ତ ହେବେ, କାଳେ କେବେ ବାପା ବଡ ପୁଅକୁ ଡାକିକି ଆଶୀର୍ବାଦ କରିଦେବେ। ତା ମାଙ୍କର ଇଚ୍ଛା ନଥିଲା ଯେ ବଡ ପୁଅ ଏଇ ଆଶୀର୍ବାଦ ଗୁଡିକ ପାଉ। ତେଣୁକରି ଆମେ ତାପରେ ଦେଖୁଛୁ ଏକଥା, ଏସ ମୃଗା ମାଂସ ଆଣିବାକୁ ନିମନ୍ତେ କ୍ଷେତକୁ ଗଲା ଉତ୍ତାରେ ରିବିକା ଆପଣା ପୁତ୍ର ଯାକୋବ କହ, ଦେଖ ତୁମର ଭ୍ରାତା ଏସ ସହିତ ତୁମର ପିତାଙ୍କର କଥୋପକଥନ ମୁଁ ଶୁଣିଲି। କଣ କଥାବାର୍ତ୍ତା? ଯାହା ଶୁଣିଥିଲେ ଆଉ ଯାକୋବଙ୍କ ନିକଟରେ ସେ କଥାକୁ ସେ ପ୍ରକାଶ କଲେ। ଘଟଣାରେ ଏଇ ଘଟଣାଟି ଏଇ ଚରିତ୍ର ମଧ୍ୟରେ କେତୋଟି କଥା ଆଜି ଆମେ ଶିଖିବାକୁ ପାଉଛୁ। ବାପା ପ୍ରଥମେ ପୁଅକୁ କହିଲେ, ବାବା ତୁ ଜଙ୍ଗଲକୁ ଯାଇକି ମାରିକି ଆଣିକି ମୁଁ ଯେମିତି ପସନ୍ଦ କରେ ସେମିତି ମତେ ପସନ୍ଦ କଲା ଭଳିଆ ରୋଷେଇ କରି ଦେଲେ ମୁଁ ତାକୁ ଖାଇବି, ତାପରେ ତତେ ମୁଁ ଆଶୀର୍ବାଦ କରିବି। ଏ କଥା ମା ଶୁଣିଲେ। ମା ଭୟ କରିବାର କାରଣ କଣ? ଯେ ବଡ ବାପା ଯଦି ବଡ ପୁଅକୁ ଆଶୀର୍ବାଦ କରିଦେବେ, ସବୁ ସେ ଆଶୀର୍ବାଦ ଗୁଡିକ ନେଇଯିବେ। ଅସୁବିଧା କଣ ଅଛି? ଘରର 2 ପୁଅ, ବଡ ପୁଅକୁ ତ ବାପା ନିଶ୍ଚୟ ଆଶୀର୍ବାଦ କରିବେ। ଗୋଟେ ଘଟଣା ବୋଧେ ୟା ପୂର୍ବରୁ ଘଟିଛି। ତେଣୁ ମା କଣ କରୁଛନ୍ତି, ରିବିକା ପୁଅ ଯାକୋବକୁ ଡାକି କହୁଛନ୍ତି, ବାବା ମୁଁ ଏମିତି ଶୁଣିଲି, ଗୋଟେ କାମ କରିବାର ଅଛି। ସେ ଘଟଣାଟି କଣ ହେଇପାରେ? ପ୍ରଭୁଙ୍କର ବାକ୍ୟ ମାନଙ୍କୁ କଣ କହୁଛେ ଆମେ ଟିକେ ତାହା ମଧ୍ୟ ଟିକେ ଦେଖିବା। ସେଟା ଆମେ ଖୋଲିବା ଆଉ ଆଦି ପୁସ୍ତକ 25 ପର୍ବରେ ଆଉ ଆମେ ପଢିବା
21 ପଦରୁ ପଢିବା। ଇସାକ ଏକଥା କହୁଥିବା ସମୟରେ ରିବେକାଙ୍କ ମନରେ ଭୟ କାହିଁକି, କେଉଁ ଉଦ୍ଦେଶ୍ୟ ନିମନ୍ତେ ଆଉ ରିବିକା ଆଉ ଯାକୋବକୁ କହୁଛନ୍ତି ତୁ ମୋ କଥା ଟିକେ ଶୁଣ, ତାପରେ ଆମେ ତାକୁ ପଢିବା। 25 ପର୍ବର 21 ପଦରେ ଏମିତି ଲେଖାଯାଏ, ଇସାକର ସେଇ ଭାର୍ଯ୍ୟା ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ଆମେ କେତେ ଜଣ ଭାଇ ଭଉଣୀ ମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଥିଲୁ, ଯୋଉମାନେ ବନ୍ଧ୍ୟା ସେମାନଙ୍କ କୋଳରେ ପ୍ରଭୁ ସନ୍ତାନ ଦିଅନ୍ତୁ ବୋଲି ଆମେ ପ୍ରାର୍ଥନା କରୁଥିଲୁ। ପ୍ରଭୁ ଆମମାନଙ୍କର ପରମେଶ୍ୱର ପ୍ରାର୍ଥନା ଶୁଣି ଆମମାନଙ୍କୁ ଉତ୍ତର ଦେବେ, ଯେତେବେଳେ ଆମେ ସେ ଗର୍ଭକୁ ଉନ୍ନତ କରିବା ପାଇଁ ପ୍ରଭୁଙ୍କ ନିକଟରେ ଡାକ ପକେଇବା। ଏଇ ସମୟରେ ଦେଖୁଛୁ ତାଙ୍କର ଭାର୍ଯ୍ୟା ବନ୍ଧ୍ୟା ହେବାରୁ ସେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ଏଇ କଥା ତାଙ୍କ ସ୍ତ୍ରୀ ଶୁଣିଲେ ଆଉ ଜାଣିଲେ ଯେ ମୋ ସ୍ୱାମୀ ମୋ ପାଇଁ ପ୍ରାର୍ଥନା କଲେ। ଆଗରେ ପ୍ରାର୍ଥନା କରୁଥିବେ, ପରମେଶ୍ୱରଙ୍କ ନିକଟରେ ରିବିକାଙ୍କ ନିମନ୍ତେ ପ୍ରାର୍ଥନା କଲେ। ରିବିକା ଏହାକୁ ଅନୁଭବ କଲେ। ପ୍ରିୟ ମଣ୍ଡଳୀ, ଆପଣ ମାନେ ଯୋଉମାନେ ଆଜି ଜୁମ୍ ରେ ବସିଛନ୍ତି, ଆଉ ମୁଁ ଆପଣ ମାନଙ୍କୁ ଏଇ ଆହ୍ୱାନ ଦେବାକୁ ଚାହେଁ, ଯେତେବେଳେ ଆମେ ପ୍ରଭୁଙ୍କ ନିକଟକୁ ଆସୁ, ସେତେବେଳେ ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା, ଦର୍ଶକ ହେବା ନାହିଁ, ଶ୍ରୋତା ହେବା ନାହିଁ, ଶ୍ରୋତା ହେବା ନାହିଁ, ଆରାଧକ ହେବା, ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ଆମେ ମାନେ ଯେତେବେଳେ ଆସୁଛୁ ସମୟ କାଢିକି, ଆମମାନଙ୍କ ସକାଳ ନିଦ କାଟିକି ଆମେ ପ୍ରଭୁ ନିକଟ ଆସୁଛୁ, ତେବେ ଆମେ ମାନେ କେବଳ ଦର୍ଶକ ହେଇ ପ୍ରଚାରକ ମାନେ କଣ ପ୍ରଚାର କରୁଛନ୍ତି, ସଙ୍ଗୀତ ଆରାଧକ ମାନେ କଣ ସେ ଆରାଧନା କରୁଛନ୍ତି ଶୁଣିବାନି, ପ୍ରିଜାଇଡିଂ କଣ କରୁଛନ୍ତି ଆମେ କେବଳ ଶୁଣିବା ନାହିଁ, ଦର୍ଶକ ହେବା ନାହିଁ। ଆମେ ଅନୁଭବ କରିବା ଯେ ଈଶ୍ୱରଙ୍କର ଉପସ୍ଥିତିରେ ଆମେ ଅଛୁ। ଆମେ ମଣ୍ଡଳୀକୁ ଗଲେ ଆମେ ଅନ୍ୟ ମନସ୍କ ହେଉନାହୁଁ। ମଣ୍ଡଳୀକୁ ଗଲେ ଆମ ମାନଙ୍କ ପାଖରେ ବାଇବଲ ଥାଏ, ଗୀତ ବହି ଥାଏ, ଆମେ ଈଶ୍ୱରଙ୍କର ଦାସଙ୍କ ପ୍ରତି ଆମମାନଙ୍କର ଚକ୍ଷୁ ଥାଏ, ଆମେ ମାନେ ଏକାଗ୍ର ଭାବରେ ବସିଥାଉ। ସେମିତି ଜୁମ୍ ମଧ୍ୟ ଏ ପ୍ରକାର ଏକ ପ୍ଲାଟଫର୍ମ, ଆମମାନଙ୍କୁ ପ୍ରଭୁ ସୁଯୋଗ ଦେଇଛନ୍ତି ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ। ଆମେ ମାନେ ଏକାଗ୍ରତାରେ ପ୍ରଭୁଙ୍କ ନିକଟରେ ଆମେ ମାନେ ବସିବା। ଆପଣଙ୍କର କିଛି କାମ ଅଛି, ଆପଣ ମାନେ ବସି ନ ପାରନ୍ତି, ଯଦି ଅଛନ୍ତି ଆପଣ ମାନଙ୍କୁ ଡାକିଲେ ବି ବେଳେ ବେଳେ ଆପଣ ମାନେ ଶୁଣୁନାହାନ୍ତି, ତ ଆପଣ ମାନେ ବାହାରେ କୋଉ ଜାଗାରେ କୌଣସି ବ୍ୟସ୍ତତା ମଧ୍ୟରେ ଅଛନ୍ତି। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସ ମାନେ, ପ୍ରଭୁଙ୍କ ନିମନ୍ତେ ଆମେ ମାନେ ଯଦି ସମୟ ଦେଉଛୁ, ପ୍ରଭୁଙ୍କର ନିକଟବର୍ତ୍ତୀ ହେବା। ମାନେ ଏମିତି କୁହନ୍ତି, ଆପଣ ମାନେ ଯଦି ଉଚ୍ଚ ସ୍ଥାନରେ ଅଛନ୍ତି, ତାମାନେ କଣ ଆପଣ ମାନେ ଆଜି ଜୁମ୍ ରେ ସ୍ଥାନରେ ଉଚିତ ସ୍ଥାନ ଭାବିକି ଆସିନାହାନ୍ତି କି? ଏମିତି ଏ ପ୍ରକାର ଅନୁଚିତ ସ୍ଥାନରେ ଥାଇକି ଆପଣ ମାନଙ୍କୁ ଜୁମ୍ ରେ ଲିଙ୍କ ରେ ଯୋଗ ଦେଇଛନ୍ତି ନା? ମୁଁ ଆପଣ ଭାବନ୍ତିନି ମୁଁ ଆପଣ ମାନଙ୍କୁ କ୍ଷେପ କରୁଛି ବୋଲି, ଜାଣିବା ନିମନ୍ତେ ମୋ ମନରେ ଏମିତି ଥିଲା ବୋଲି ମୁଁ ଆପଣ ମାନଙ୍କ ନିକଟରେ ଏ କଥା କହିଲି। ଯେତେବେଳେ ଆଉ ଅବ୍ରାହ୍ମଙ୍କ ଇସାକ ପ୍ରାର୍ଥନା କଲେ ରିବିକାଙ୍କ ନିମନ୍ତେ, ରିବିକାଙ୍କର ଗର୍ଭ ହାଲେଲୁୟା ସଞ୍ଚାରି ଉଠିଲା, ଆଉ ତାଙ୍କ କୋଳରେ ଗୋଟେ ନୁହେଁ ଦୁଇଟି ସନ୍ତାନ ପ୍ରଭୁ ଦେଲେ। ଦେଖନ୍ତୁ, ବେଳେ ବେଳେ ପ୍ରାର୍ଥନାରେ ଆମମାନଙ୍କୁ ଟିକେ ବିଳମ୍ବ ହେଇଥାଏ, ବେଳେ ବେଳେ ପ୍ରଭୁ ଶୀଘ୍ର ଉତ୍ତର ଦେଇଥାନ୍ତି, ଆଉ ବେଳେ ବେଳେ କହନ୍ତି ନୋ। ତେଣୁ ଆମେ ମାନେ ବ୍ୟସ୍ତ ହେବା ନାହିଁ, ତେଣୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବା ପାଇଁ ସବୁବେଳେ ଅପେକ୍ଷା କରିଛନ୍ତି। ଯେତେବେଳେ ଏମିତି ହେଲା 22 ପଦରେ ଆମେ ଦେଖୁଛେ, 25 ପର୍ବର 22 ପଦରେ, ଅନନ୍ତର ତାହାର ଗର୍ଭ ମଧ୍ୟରେ ଶିଶୁମାନେ ଛନ୍ଦାଛନ୍ଦି ହେବାରୁ ମୋର ଏପରି କାହିଁକି ହେଲା। ସେ ଚିନ୍ତା କରୁଛନ୍ତି, ରିବିକା ଚିନ୍ତା କରୁଛନ୍ତି, ଏମିତି ପ୍ରାର୍ଥନା କଲେ, ଗର୍ଭ ତ ସଞ୍ଚାରି ଉଠିଲା, ମୁଁ ତ ଅନୁଭବ କଲି ଯେ ମୁଁ ବର୍ତ୍ତମାନ ଗର୍ଭରେ ଅଛି, ଏମିତି କାହିଁକି ହଉଛି? ସେ ଆଉ କହିଲେନି ଯେ ସ୍ୱାମୀଙ୍କ ନିକଟକୁ ଗଲେ ନାହିଁ। ଆମେ ଅନେକ ସମୟରେ ଅନେକ ବିଷୟ ଯାହାଙ୍କ ଠାରୁ ପାଇଥାଉ, ବାରମ୍ବାର ତାଙ୍କୁ ହିଁ, ପିଟର ଭାଇ ମୋ ପାଇଁ ପ୍ରାର୍ଥନା କର, ବିଧାନ ଭାଇ ମୋ ପାଇଁ ପ୍ରାର୍ଥନା କର, ମୂଷା ଭାଇ ମୋ ପାଇଁ ପ୍ରାର୍ଥନା କର, ଯୋଉମାନେ ଆମେ ପ୍ରଭୁଙ୍କ ଦାସ ମାନେ, why you not? ତୁମେ କାହିଁକି ନିଶ୍ଚୟ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବନି? ସେମାନଙ୍କର ଫେସ୍ ଭ୍ୟାଲୁ ଅଛି ବୋଲି ସେମାନେ ପ୍ରାର୍ଥନା କରିବେ, ତାଙ୍କ ଠାରେ ଆପଣ ମାନେ ତାଙ୍କ ଠାରେ ନିର୍ଭର କରୁଛନ୍ତି। ଆପଣଙ୍କର କଣ ବିଶ୍ୱାସ ନାହିଁ ପରମେଶ୍ୱର ନିକଟରେ ପ୍ରାର୍ଥନା କଲେ ପ୍ରଭୁ ଶୁଣିବେ? ନିଶ୍ଚୟ ଶୁଣିବେ। ସେ ଦାସ ମାନେ ପ୍ରାର୍ଥନା କଲେ ଶୁଣିବେ, ଆପଣ ମଧ୍ୟ ପ୍ରାର୍ଥନା କଲେ ଶୁଣିବେ, ହୃଦୟ ସହ ପ୍ରାର୍ଥନା କଲେ ଶୁଣିବେ। ନିବେଦନ କରିବେ ଯଦି ଆପଣ ପ୍ରଭୁଙ୍କ ଉପରେ ନିର୍ଭର କରି, ପ୍ରଭୁ ନିଶ୍ଚୟ ପ୍ରାର୍ଥନା ଶୁଣିବେ। ରିବିକା ଆଉ ସ୍ୱାମୀଙ୍କୁ କହୁନି, ଦେଖ ଏମିତି କଣ ମୋ ପେଟ ଭିତରେ ହଉଛି, ମୁଁ ଜାଣିପାରୁନି, ଆଉ ଥରେ ପ୍ରାର୍ଥନା କରି ପ୍ରଭୁଙ୍କୁ ଟିକେ ପଚାର ସେ କଣ କହୁଛନ୍ତି। ସେ ତାହା କଲେ ନାହିଁ, ସେ ସିଧା ସେଇ ପରମେଶ୍ୱରଙ୍କ ନିକଟକୁ ଗଲେ, ସେ ପ୍ରାର୍ଥନାର ଗୃହକୁ ଗଲେ, ସେ ପ୍ରାର୍ଥନାର ସ୍ଥାନକୁ ଗଲେ, ସେ ପ୍ରଭୁଙ୍କ ନିକଟକୁ ଗଲେ। ହାଲେଲୁୟା। ସେ ଆପଣ ମାନଙ୍କୁ ମଧ୍ୟ ସେ ପରମେଶ୍ୱରଙ୍କ ନିକଟକୁ ଯିବାର ଅଛି, ବାଟ ଖୋଲିବାର ଅଛି, ଦ୍ୱାର ଖୋଲିବାର ଅଛି, ଖିଡକି ସବୁ ଖୋଲିବାର ଅଛି, ହୃଦୟର ଦ୍ୱାର ସବୁ ଖୋଲିବାର ଅଛି। ଚାରୋଟି ଭୂମି ମଧ୍ୟରେ ଗୋଟେ ଉତ୍ତମ ଭୂମି କରି ପ୍ରଭୁଙ୍କ ନିକଟକୁ ଯିବାର ଅଛି।
ତେବେ ନିଶ୍ଚୟ ହୃଦୟ ଯଦି ଉର୍ବର ଅଛି ମଞ୍ଜି ପଡିବ, ଆଉ ମଞ୍ଜି ନିଶ୍ଚୟ ଗଛ ହବ, ସବୁ ଗର୍ଭ ଉନ୍ମୁକ୍ତ ହବ। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ସତ୍ୟ କହିବାର ସମୟ ନାହିଁ, ମୁଁ ନିଶ୍ଚୟ କହିଥାନ୍ତି ପ୍ରଭୁ ମୋ ଜୀବନରେ 4ଟି ପରିବାର 4ଟି ସନ୍ତାନ ଦେବାର ଗୋଟେ ସୁଯୋଗ ଦେଇଥିଲେ। କେବଳ ଗୋଟିଏ କଥା କେବଳ ତାଙ୍କ ଠାରେ ବିଶ୍ୱାସ, ପ୍ରଭୁଙ୍କ ବାକ୍ୟରୁ ଶୁଣି ପ୍ରାର୍ଥନା କରିବା, ତାଙ୍କର ମନ ପ୍ରଭୁଙ୍କ ପ୍ରତି ବିଶ୍ୱାସ କରିବା ଦ୍ଵାରା ଯୋଉଠି ଗର୍ଭରେ ଯୋଉଠି ପିଲାମାନେ ରେ ଯୋଉ ଗର୍ଭ ନାହିଁ, ଯୋଉଠି ପିଲାମାନଙ୍କର ମା ମାନେ ଗର୍ଭସ୍ଥଳୀ ଥାଏ, ଯୋଉଠି ପିଲାମାନଙ୍କୁ ପ୍ରଭୁ ଅ ଗର୍ଭ ସଞ୍ଚାର ଉଠିବ, ଏମିତି ମହିଳା ମାନେ ଅଛନ୍ତି ତାଙ୍କ ଠାରୁ ନଥିଲା, ସେ ଓଭାରି ଗର୍ଭ ସ୍ଥାନ ନଥିଲା, କିନ୍ତୁ ପ୍ରଭୁ ତିଆରି କଲେ, ସନ୍ତାନ ମଧ୍ୟ ଦେଲେ। ଭେଲୁର ଭଳିଆ ଜାଗା, ଭେଲୁର ଜାଗା ଫେରିଗଲା, ନା ନା ହେଇପାରିବନି। ମୁଁ କହିଲି ଆମର ପ୍ରଭୁ କେବଳ ଥଣ୍ଡା କାଶ ଜ୍ୱର ଭଲ କରନ୍ତିନି, ଆମର ପ୍ରଭୁ ସମୁଦ୍ରକୁ 2 ଭାଗ କରନ୍ତି, ପାଣିରେ ରାସ୍ତା କରନ୍ତି। ଇଏ ଗୋଟେ କଣ ଅସମ୍ଭବ ବିଷୟ? ଆଉ ସେ ପୁଅଟି ବର୍ତ୍ତମାନ 2 ବର୍ଷ ହେବାକୁ ଯାଉଛି, 8 ବର୍ଷ ନା 7 ବର୍ଷ ପରେ ପ୍ରଭୁ ତାଙ୍କୁ ଦେଲେ। ଗର୍ଭ ପିଲା ରହିବାର ସ୍ଥାନ ନଥିଲା, ପ୍ରଭୁ ତିଆରି କଲେ। ହାଉ ୱଣ୍ଡରଫୁଲ ଆମ ମାନଙ୍କର ପରମେଶ୍ୱର, ସେ ତିଆରି କରିବେ, ଅସମ୍ଭବକୁ ସମ୍ଭବ କରିବେ। ଯୋଉଠି ନଥିବେ ସେଠି ଡାକି ବାହାର କରିବେ, ଯୋଉଠି ବୁଣା ଯାଇଥିବ ସେଠି କାଟିବେ। ଆମ ମାନଙ୍କର ପରମେଶ୍ୱର ପକା। ହାଲେଲୁୟା, ପ୍ରଭୁଙ୍କ ନାମର ଗୌରବ। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ସମୟ ଗଡି ଗଡି ଯାଉଛି, ପରେ ଇଏ ପ୍ରଭୁଙ୍କ ନିକଟକୁ ଦୌଡିକି ଯାଉଛନ୍ତି। ପ୍ରଭୁ ପଚାରିଲା, ପ୍ରଭୁ କହିଲେ ନା 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 ନା, ଏ ପ୍ରକାର କିଛି ସମସ୍ୟା ନାହିଁ, ତୁମ କୋଳରେ ଗର୍ଭରେ 2ଟି ସନ୍ତାନ ଅଛନ୍ତି, ଆଉ ସେଥିରୁ ସାନ ଭାଇ ପଢିଦେବା। ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ 25-23, ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ ତୁମ ଗର୍ଭରେ 2 ଗୋଷ୍ଠୀ ଅଛନ୍ତି ଓ 2 ଗୋତ୍ର ତୁମ ଉଦରରୁ ବିଭିନ୍ନ ହେବେ, ଏକ ଗୋତ୍ର ଅନ୍ୟ ଗୋତ୍ର ଠାରୁ ବଳବାନ ହେବ, ପୁଣି ଜ୍ୟେଷ୍ଠ କନିଷ୍ଠର ସେବା କରିବେ। ଏଇ କଥା ରିବିକାଙ୍କୁ ପରମେଶ୍ୱର କହିଥିଲେ। ତାମାନେ ପୃଥିବୀରେ ଯାହା ବି କିଛି ଘଟୁଛି ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଈଶ୍ୱରଙ୍କର ବିନା ଅନୁମତିରେ ଘଟୁନାହିଁ। ଏବେ କରୋନା ଆସିଲାଣି, ପରମେଶ୍ୱର କଣ ଜାଣିନାହାନ୍ତି? କିଏ କରୋନାରେ ମରିବ ଏ କଥା ମଧ୍ୟ ପ୍ରଭୁ ଜାଣନ୍ତି, କିଏ ମରିବ ନାହିଁ ଏ କଥା ମଧ୍ୟ ପ୍ରଭୁ ଜାଣନ୍ତି। ମାନେ ସମସ୍ତ ବିଷୟ ପୃଥିବୀରେ ଖଞ୍ଜା ଯାଇଅଛି, ଯେପରି ତାଙ୍କର କଣ ହବ ତାହା ଘଟିବ। କିନ୍ତୁ ଈଶ୍ୱରଙ୍କର ବାକ୍ୟ ଏ କଥା ମଧ୍ୟ କହୁଛି, ଯୋଉମାନେ ମୋର କଥା ଶୁଣନ୍ତି ସାଙ୍ଗରେ ନେଇକି ଯାଆନ୍ତି, ସେମାନଙ୍କର ଆୟୁଷକୁ ମୁଁ ବୃଦ୍ଧି କରିବି। ଏହା ପ୍ରଭୁଙ୍କର ପ୍ରତିଜ୍ଞା। ଉପଦେଶକ ପୁସ୍ତକ 4 ପର୍ବ 10 ପଦ ଲେଖା ଅଛି, ଯୋଉମାନେ ମୋର କଥା ଶୁଣନ୍ତି ଆଉ ସାଙ୍ଗରେ ନେଇକି ଯାଆନ୍ତି, ସେମାନଙ୍କର ଆୟୁଷ ବୃଦ୍ଧି ହବ। ଉପଦେଶ 3 ପର୍ବରେ ମଧ୍ୟ, ଉପଦେଶ 30 ଉପଦେଶରେ 4:10 ଲେଖା ହେଲା, ଉପଦେଶ 3 ପର୍ବରେ ମଧ୍ୟ ଲେଖା ହେଲା, ତାଙ୍କର ବ୍ୟବସ୍ଥାକୁ ତୁମେ ଗ୍ରହଣ କର, ଶୁଣ, ଗ୍ରହଣ କର, ତେବେ ତୁମର ବଂଶ ସଂଖ୍ୟା ବୃଦ୍ଧି ହବ। ଆମେ ମାନେ ଏଗୁଡାକୁ ନ କରି ଉଦ୍ଧାର ପାଇବା ନିମନ୍ତେ, ଶ୍ରେଷ୍ଠତା ପାଇବା ନିମନ୍ତେ ଅଭ୍ୟାସ କରିଥାଉ, ବିଫଳ ହେଇଥାଉ। କିନ୍ତୁ ଈଶ୍ୱରଙ୍କର ବାକ୍ୟକୁ ସଙ୍ଗରେ ନେବା, ଶୁଣିବା, ସାଙ୍ଗରେ ନେବା, ବ୍ୟବହାର କରିବା, ଆମ ମାନଙ୍କ ଜୀବନରେ ମଧ୍ୟ ପ୍ରଭୁ ନିଶ୍ଚୟ ଆଶୀର୍ବାଦ ଆଣିବେ। ତାପରେ ଯେତେବେଳେ ଏ କଥା ଶୁଣିଲା ପରେ ଜ୍ୟେଷ୍ଠ କନିଷ୍ଠର ସେବା କରିବ, ଏଇ କଥା ମା ଶୁଣିଥିଲା, ମନେ ରଖିଥିଲା। ମୁଁ ଆପଣଙ୍କୁ ଖାଲି ମନେ ପକେଇବାକୁ ଚାହେଁ, କେତେ ବର୍ଷ କାଳ ସେ ତାକୁ ଶୁଣିକି ମନେ ରଖିଥିଲା। ଆଉ ଗୋଟେ ପଦ ପଢିଲା ମାନେ ଜାଣିବାକୁ ପାରିବା। ସେଇ ଆଦି ପୁସ୍ତକ 26 ପର୍ବର 34 ପଦ ମାନେ ପଢିବା, କଲା ଅନନ୍ତର ଏସ୍ତ 40 ବର୍ଷ ବୟସରେ ତୃତୀୟ ବେରିର ଜିହୁତ ନାମ୍ନୀ କନ୍ୟାକୁ, ତୃତୀୟ ଏଲେନର ବାସମତ ନାମ୍ନୀ କନ୍ୟାକୁ ବିବାହ କଲେ। ମାତ୍ର ସେମାନେ ଇସାକ ଓ ରିବେକା ମନରେ ଦୁଃଖ ଜାଣିଲେ। ଅନନ୍ତର 40 ବର୍ଷ ବୟସରେ, 40 ବର୍ଷ ହେଲା ମା କଥାକୁ ଧୈର୍ଯ୍ୟ ସହକାରେ ଶୁଣିଥିଲେ। 60 ବର୍ଷରେ ସେମାନେ ଗର୍ଭ ଧାରଣ କଲେ ବୋଲି ପ୍ରଭୁଙ୍କ ବାକ୍ୟ ଲେଖା। ତାମାନେ ଇସାକଙ୍କର ବୟସ ବର୍ତ୍ତମାନ 100। ଯଦି ଆମେ 25 ପର୍ବର ଯଦି ଆମେ 26 ପଦ ପଢିବା, ଏଟା ଲେଖାଗଲା, ଲେଖାଗଲା ତହୁଁ ତାର ଈଶ୍ୱର ପାଦମୂଳ ଧରି ତାର ଭ୍ରାତା ଭୂମିଷ୍ଠ ହେଲା, ତେଣୁକରି ତାହାର ନାମ ଯାକୋବ ପଦା ପ୍ରହାରକ ଦିଆଗଲା। ଇସାକର 60 ବର୍ଷ ବୟସରେ ଏଇ ଯାଆଁଳ ପୁତ୍ର ଜାତ ହେଲେ। 100 ବର୍ଷ ବୟସ ତାଙ୍କୁ ଯାହା ବୟସ ହେଇଥିବ ମାନେ ହିସାବ କରିହଉନି, ଯେତେବେଳେ 60 ବର୍ଷରେ ହେଇଥିବାରୁ 40 ବର୍ଷ ଯୋଗ କଲେ 100 ବର୍ଷ ବୋଲି ଆପଣଙ୍କୁ କହୁଛି। ମାନେ 40 ବର୍ଷ ମା ଏ କଥାକୁ ଶୁଣିଥିଲା। କାହିଁକି? ସେତେବେଳେ ପରମେଶ୍ୱରଙ୍କର ଇଚ୍ଛାକୁ, ମତେ ଯାହା ଆଦେଶ କରିଛନ୍ତି ତାକୁ ମୁଁ ସଫଳ କରିବାକୁ ପାରିବି। ଯେମିତି ପ୍ରଭୁ କହିଲେ ବଡ ଭାଇ ସାନ ଭାଇର ସେବା କରିବ, ତାମାନେ କଥା ପ୍ରଭୁ ଆଗରୁ ଜାଣିଥିଲେ। ତେଣୁ ରିବେକାକୁ କହିଲେ, ଯେମିତି ଆପଣଙ୍କର ଆଦି ପୁସ୍ତକରେ 12 ପର୍ବ ଗୋଟେ ଗୁରୁତ୍ୱପୂର୍ଣ୍ଣ ପର୍ବ,
ସେମିତି ଦି ପୁସ୍ତକରେ ଅନେକ ଗୁଡେ ପର୍ବ ଅଛି। ଏଇ 27 ପର୍ବ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ଯେତେବେଳେ ଅବ୍ରାହ୍ମକୁ ଡାକିଲେ, କହିଲେ ତୁମେ ଆମମାନଙ୍କର ଆଶୀର୍ବାଦର ଆକର ହେବ, ତୁମେ ଯାହାକୁ ଆଶୀର୍ବାଦ କରିବ ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ, ତୁମର ବଂଶ ଦ୍ଵାରା ଅବ୍ରାହ୍ମଙ୍କ ବଂଶ ଦ୍ଵାରା ପ୍ରଭୁ ଯେ ମହାନ ଯୋଜନାକୁ ସଫଳ କରିବା ପାଇଁ ବୋଲି ଅବ୍ରାହ୍ମଙ୍କୁ ଆହ୍ୱାନ କଲେ, ଇସ୍ରାଏଲ ଗୋଷ୍ଠୀ କଲେ, ଇସ୍ରାଏଲ ବଂଶ କଲେ, ଇସ୍ରାଏଲ ଜାତି କଲେ। ଆଉ ତା ଦ୍ଵାରା ପ୍ରଭୁଙ୍କର ଯେ ଆଗମନ ହଉଛି, ଏଥିପାଇଁ ଅବ୍ରାହ୍ମଙ୍କର ଆଦି ପୁସ୍ତକର 12 ପର୍ବ ଏକ ମହାନ ପର୍ବ। ତାଠାରୁ ଯଦି ଆମେ ପଢି ପଢି ଆସିବା ଇତିହାସ, ରାଜ୍ୟ ଗଠନ, ବିଭିନ୍ନ ପ୍ରକାର ବିଷୟ ଗୁଡିକ ଆମେ ଜାଣିବାକୁ ପାରିବା। ସେ ଅବ୍ରାହ୍ମଙ୍କର ବଡ ପୁଅ ଅଜ୍ଞାତ ସନ୍ତାନ ହେଲେ ଇସାକ। ଇସାକଙ୍କ ଜୀବନରେ ବର୍ତ୍ତମାନ ସେ 100 ବର୍ଷ ବୟସରେ ପହଞ୍ଚିଛନ୍ତି। ସେ ଯାହାକୁ ଆଶୀର୍ବାଦ କରିବାକୁ ଯିବେ, ଯେହେତୁ ବାପାଙ୍କ ଔରସରୁ ଜନ୍ମିତ ଇଏ ପ୍ରତିଜ୍ଞାତ ସନ୍ତାନ, ଯାହା କହିବେ ତାହା ଘଟିବ। ତେଣୁ ମାଙ୍କର ଗୋଟେ ଭୟ ଥିଲା କେତେବେଳେ କାଳେ ଏଇ ବିଷୟଟି ହବ। ତେବେ ମୁଁ ଆପଣ ମାନଙ୍କୁ ଏଇ ଜାଗାରେ ଆଉ ଗୋଟେ କଥା ମନେ ପକେଇ ଦିଏ, ଆମେ କଣ ଆଜି ମନେ ରଖିଛୁ ଆଉ ଭୟ କରୁଛୁ? ସବୁ କହୁଛନ୍ତି ମୁଁ ଅତି ଶୀଘ୍ର ଆସିବି, ବି ପ୍ରିପେୟାର, ତୁ ତ ଥାଅ, ତୋର ଭଳିଆ ମୁଁ ଆସିବି, କେତେବେଳେ ଆସିବି କେହି ଜାଣିପାରିବେ ନାହିଁ। କଣ ମାନେ ମୁଁ ଆଜି ପ୍ରସ୍ତୁତ ଅଛୁ ତ? ରେବିକା କିନ୍ତୁ ସେଦିନ ପ୍ରସ୍ତୁତ ଥିଲା ପ୍ରଭୁଙ୍କର ଯୋଜନାକୁ ସଫଳ କରିବା ପାଇଁ। ତାମାନେ କଣ ବଡ ପୁଅକୁ ସେ ଘୃଣା କରୁଥିଲା କି? ନା, ଘୃଣା କରୁନଥିଲା। ବଡ ପୁଅ ସେ ପ୍ରକାର ଥିଲା, ଆମେ ପଢିଲୁ, ସେ ଯାହାକୁ ମନା କରାଯାଇଥିଲା, ଯୋଉ ବଂଶର ଝିଅ ମାନଙ୍କୁ ବିବାହ କରିବାକୁ ମନା କରାଯାଇଥିଲା, ତାହା ସେମାନେ କରି ବାପା ମାଙ୍କର ଥିଲେ। ମାନେ ହିତୋପଦେଶରେ ଲେଖା ଯାଇଛି, ତମେ ମାନେ ଆପଣ ଆପଣ ମାତା ପିତାଙ୍କର ବାକ୍ୟର ବାଧ୍ୟ ହୁଅ, ତାଙ୍କ ବିରୁଦ୍ଧରେ ଯାଅ ନାହିଁ। ଏ ପିଲାଟି ବାପା ମାଙ୍କ ବିରୁଦ୍ଧରେ ଯାଇ ଆଉ ଏମିତି କାର୍ଯ୍ୟ କରୁଛି। ବେଶୀ ଆଶା ରଖିଛି ପ୍ରଭୁଙ୍କ ବିରୁଦ୍ଧରେ ଯାଇ ବାପା ମାଙ୍କର ଅବାଧ୍ୟ ହେଇ ଆଶୀର୍ବାଦର ଆକର ହବ। ଆମ ମାନଙ୍କର ପ୍ରଭୁ ତ ମୂର୍ଖ ନୁହନ୍ତି, ଆମ ମାନଙ୍କ ପରମେଶ୍ୱର ତ ଜ୍ଞାନୀ। ପ୍ରଭୁ କହିଲେ ଯିଏ ବୁଣିବ ସେ କାଟିବ, ଯିଏ ବୁଣି ନାହିଁ ସେ କେମିତି କାଟିବ? ବହୁତ ଏଇଟା ଅସମ୍ଭବ ବିଷୟ କରିବେ ନାହିଁ, ଭୁଲ କରିବେ ନାହିଁ, ତ୍ରୁଟି କରିବେ ନାହିଁ। ଗଣନା 19:23 କିମ୍ବା 23:19 ଲେଖାଗଲା, ସେ ମନୁଷ୍ୟ ନୁହନ୍ତି ଯେ ତ୍ରୁଟି କରିବେ, ସେ ଈଶ୍ୱର ଯାହା କୁହନ୍ତି ତାହା କରିବେ। ହାଲେଲୁୟା। ତେଣୁ ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ପ୍ରଭୁ ଜାଣିଥିଲେ ଯେ ଈଶ ଦିନେ ପ୍ରାକ୍ ଆଉଟ ହବ। ଈଶ ଦିନେ ଆଉ ଈଶ୍ୱରଙ୍କର ବାପା ମାଙ୍କର ବାପା ମାଙ୍କର ବାଧ୍ୟତା ଜୀବନରୁ ଦୂରେଇ ଯିବେ। ଦୂରେଇ ଯିବାର ଅର୍ଥ ତା ଜୀବନରେ ଆଶୀର୍ବାଦ ଗୁଡିକ ମଧ୍ୟ ସେ ବଞ୍ଚିତ ହେବେ। ମୁଁ ଯେପରି କହିଲି ଯେ ଆମେ ୟାର ଟପିକ କେମିତି ନେବା, ବଡ ଭାଇର ଆଶୀର୍ବାଦ ସାନ ଭାଇ ନେଇଯାଉଛି। ସେତେବେଳେ ଆମେ ଜାଣିବା ଯେ ପରମେଶ୍ୱର ମଧ୍ୟ ରିବିକାକୁ ଏ କଥା କହିଥିଲେ। ଆଉ ଈଶ ମଧ୍ୟ ବାପା ମାଙ୍କର ଅବାଧ୍ୟ ଥିଲେ, ଯାହା ନୁହେଁ ତାହା କାର୍ଯ୍ୟ କରିଛନ୍ତି। ପ୍ରଭୁଙ୍କ ବାକ୍ୟରେ ଦେଖିବା, ଆଉ ସେ କଣ କିଛି ଭୁଲ କରିଥିଲେ କି? ପ୍ରଥମ ଭୁଲ ଦେଖିଲୁ, ଏଟାକୁ ଆମେ ଦ୍ୱିତୀୟ ଭୁଲ କହିବା, ଗୋଟେ ମଧ୍ୟ ସେ ପ୍ରଥମ ଭୁଲ କରିଛନ୍ତି। ଯେହେତୁ ଏମାନଙ୍କ ସହିତ ତାଙ୍କର ମେଳାପି ଥିଲା, ଦିନକର ଘଟଣା ଯଦି ଆମେ ଦେଖିବା ଆଦି ପୁସ୍ତକ ସେଇ 25 ପର୍ବ ଯଦି ଆମେ ଟିକେ ଦେଖିବା, ଯଦି ମୁଁ ପାଠ କରିବି 29 ପଦରେ ମୁଁ ପାଠ କରୁଛି, ଏକ ଦିନ ଯାକୁବ ଡାଲି ରାନ୍ଧୁଥିଲା, ସେ ସମୟରେ ଈଶ କ୍ଳାନ୍ତ ହୋଇ କ୍ଷେତରୁ ଆସିଲା ଏବଂ ସେ ଯାକବକୁ କହିଲା, ମୁଁ କ୍ଳାନ୍ତ ହୋଇଅଛି, ବିନୟ କରି ସେ ରଙ୍ଗା ଡାଲି ଦେଇ ମତେ ଭୋଜନ କରାଅ, ଏ ନିମନ୍ତେ ତୁମର ନାମ ଇଦ ରଙ୍ଗା କହିଲା। ସେତେବେଳେ ଯାକୁବ କହିଲା, ଆଜି ତୁମେ ମତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟ କର। ବେଳେ ବେଳେ ପିଲାମାନେ କୁହନ୍ତି, ତୁ ରାଜା ହବୁ, ମୁଁ ରାଣୀ ହେବି, ତୁ ପୋଲିସ ହବ, ମୁଁ ଚୋର ହେବି। ବୋଧେ ଭାଇ ତୁ ଏଇ କଥା କହିଛି, ବଡ ଭାଇ ଯେତେବେଳେ ଚାହୁଁଛି ମତେ ଆସି କହୁଛି ଏଇଟା କର ସେଇଟା କର, ତୋ କାମ କର, ମୁଁ ତତେ ଡାଲି ନିଶ୍ଚୟ ଦେବି, ତୋର ଅଧିକାରକୁ ତୁ ମତେ ଆଜି ବିକ୍ରୟ କରିଦେ। ହୁଏତ ଏମାନେ ଖେଳୁ ଖେଳୁକା ହଉ କିମ୍ବା ବାସ୍ତବରେ ହଉ, ସେଦିନ ସେ କଣ ଏସବୁ ଉତ୍ତର ଦେଲା 25 ପଦରେ, ଉତ୍ତର କଲା, ଦେଖ ମୁଁ ମଲା ପରି, ଜ୍ୟେଷ୍ଠାଧିକାର ମୋର କି ଲାଭ? ବଡ ଭାଇ ହେଇକି ମୋର କି ଲାଭ? ମୁଁ ତ ଟିକେ ପରେ ମରିଯିବି, ମତେ ତ ଭୋକ ଲାଗୁଛି, ତୁ ଡାଲି ଖାଇବାକୁ ଦେ, ମୋ ବଡ ଭାଇର ଅଧିକାର ତୁ ନେଇଯା। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ମୁଁ ଆପଣମାନଙ୍କ ନିକଟରେ ଏ କଥା ରଖିବାକୁ ଚାହେଁ, ପ୍ରଭୁ ଯେଉଁ ଅଧିକାର ମତେ, ଯେଉଁ ବାର୍ଥ ରାଇଟ, ଯେଉଁ ଡେଜିଗ୍ନେସନ, ଯେଉଁ କଲିଂ, ଯେଉଁ ଆହ୍ୱାନ ମତେ ଦେଇଛନ୍ତି, ତାହା କଣ ମୁଁ ରଖିଛି? ତାକୁ ମୁଁ ଆଜି ବିକ୍ରି କରିଦେଇଛି। ଯେଉଁ ପ୍ରଭୁ ଆହ୍ୱାନରେ ଆହୁତ କଲେ, 4 ପର୍ବ 1 ପଦ ଅନୁସାରେ, ତାଙ୍କର ରକ୍ତ ଦେଇ ମତେ 6 ପର୍ବର ବୋଧେ 20 ପଦରେ କିଣିଲେ। ଆମେ ମାନେ ଆଉ ନିଜେ ନିଜର ନହୁଁ, ଆମେ ମାନେ ତାଙ୍କର ମନ୍ଦିର ଅଟୁ।
ଯଦି କଣ ଆମେ ଏଇ ସମସ୍ତ ବିଷୟକୁ ମନେ ରଖିଛୁ ନା କିଛି ଗୋଟେ ବିଷୟ ପାଇଁ ଅନେକ ସମୟରେ ଆମ ମାନଙ୍କର ଡେଜିଗ୍ନେସନ କୁ ଆମେ ବିକ୍ରି କରିଦେଇଛୁ, ବାଳକ ପଦକୁ ବିକ୍ରି କରିଦେଇଛୁ, ଆମମାନଙ୍କର ସମ୍ମାନକୁ ଅନ୍ୟମାନଙ୍କ ହାତରେ ତୋଳି ଦେଇଛୁ। ଏଥିରେ ଇଏ ଦେଖୁଛୁ ଭାଇ ସାମାନ୍ୟ ଏକ ରଙ୍ଗା ଡାଲି ପାଇଁ ତାର ବଡ ଭାଇର ଅଧିକାରକୁ ବିକ୍ରି କରିଦଉଛି, ତାର ନିଜର ଆଇଡେଣ୍ଟିଟିକୁ, ତାର ନିଜର ପରିଚୟ ପତ୍ରକୁ ପରିବର୍ତ୍ତନ ହେବା ପାଇଁ ଯାକବଙ୍କ ନିକଟରେ ସେ ସାରେଣ୍ଡର ହଉଛନ୍ତି ସାମାନ୍ୟ ଟିକେ ଡାଲି ପାଇଁ ବୋଲି। ଆଜି ଆମମାନଙ୍କ ଚଲା ପଥରେ ଆମେ ଚିନ୍ତା କରିବା, ଆମେ ଏ ପ୍ରକାର କରିନାହୁଁ ତ? ଯଦି କରିନାହୁଁ ନ କରିବାଟା ଉଚିତ। ପ୍ରଭୁ ଯେଉଁ ଆହ୍ୱାନ ଦେଇଛନ୍ତି, ଯେଉଁ ଅଧିକାର ଦେଇଛନ୍ତି, ଯେଉଁ ସେବକ ପଦ ଦେଇଛନ୍ତି, ଯେଉଁ ପ୍ରମୁଖ ଦାୟିତ୍ୱ ଦେଇଛନ୍ତି, ଯେଉଁ ଲିଡରସିପ ଦେଇଛନ୍ତି, ଆମେ ତାକୁ ଷ୍ଟ୍ରଙ୍ଗଲି ହୋଲ୍ଡ କରିବା। ସେଥିପାଇଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିଛନ୍ତି, ଏହାକୁ ମଧ୍ୟ ଅବହେଳା କରିବା ନାହିଁ। ଯଦି ଅବହେଳା କରୁଛୁ ସେଥିରେ ମଧ୍ୟ ପ୍ରଭୁଙ୍କ ବାକ୍ୟରେ ମୋ ମାନଙ୍କ ପାଇଁ ଅଭିଶାପ ଅଛି। ଆଉ ଯେପରି ଆମେ କୋଉଠି ଜେରେମିୟାଙ୍କ ପୁସ୍ତକରେ ଦେଖୁଛୁ, ଝିଅସଙ୍କ ପୁସ୍ତକରେ ଦେଖୁଛୁ, ଯେ ଅବହେଳା ଭାବରେ ପ୍ରଭୁଙ୍କର ସେବା କରିବ ସେ ଅଭିଶାପ ପ୍ରାପ୍ତ ହବ ଲେଖାଗଲା। ଇଏ ଯାକୁବ ନିକଟରେ ଏସୋ ତାଙ୍କର ବଡ ଭାଇ ଅଧିକାରକୁ ବିକ୍ରୟ କଲା। 30 ପଦରେ ଆମେ ଦେଖିବା, ଯାକୁବ କହିଲା ତୁମେ ଆଜି ମୋ ନିକଟରେ ଶପଥ କର। ସେ ତା ନିକଟରେ ଶପଥ କଲା, ଏ ରୂପେ ସେ ଆପଣା ଜ୍ୟେଷ୍ଠାଧିକାର ଯାକୁବକୁ ବିକ୍ରୟ କରିଥିଲା। ଦେଖନ୍ତୁ ଯେତେବେଳେ ଇଏ ତାର ଅଧିକାରକୁ ବିକ୍ରୟ କରିଦେଇଛି, ପରମେଶ୍ୱର ରିବିକାଙ୍କୁ ଆଗରୁ କହିଛନ୍ତି ବଡ ଭାଇ ସାନ ଭାଇର କରିବ, ସେବା କରିବ, ବଡ ଭାଇ ସାନ ଭାଇର ସେବା କରିବ, ଜ୍ୟେଷ୍ଠ କନିଷ୍ଠର ସେବା କରିବ, ତା ଅଧୀନରେ ରହିବ। ମା ଶୁଣିଛି, ଆଉ ଦେଶ ମଧ୍ୟ ସେ କାମଟିକୁ ସେ ନିଜେ କରିଛନ୍ତି, ନିଜ ଗୋଡରେ ନିଜେ କୁରାଢି ମାରି ତାଙ୍କର ଅଧିକାରକୁ ସେ ସେଦିନ ବିକ୍ରି କରିଥିଲେ। ଯେତେବେଳେ ସେ ଜଙ୍ଗଲକୁ ଯାଇଛନ୍ତି, ଅନେକ ପରିଶ୍ରମ କରି ମୃଗୟା ମାରିଛନ୍ତି, ରୋଷେଇ କରିଛନ୍ତି, ତରକାରୀ ରନ୍ଧା ସରିଛି, ପ୍ରିପାରେସନ ହେଇଯାଇଛି, ବେଳକୁ ସେ ଆସିବା ଭିତରେ ମା କହୁଛି ଯାକୁବକୁ, ଯାକୁବ ଗୋଠକୁ ଯା ଗୋଟେ ଛେଳି ମାରିକି ଆଣ, ସେ ଛେଳି ନେଇକି ଆସ। କାହିଁକି ମା? ନାଇଁ ଏମିତି କଥା ଶୁଣିଲି। ମା ତମେ କଣ କହୁଛ? ମୋ ଦେହରେ ମୁଁ ଲୋମସ ନୁହଁ, ମତେ ଧର ଧରକା ଜାଣିଦେବେ ମୁଁ ଯାକୁବ ବୋଲି। ସେଠି ଲେଖାଗଲା ପ୍ରଭୁଙ୍କ ବାକ୍ୟରେ, ଆଉ କଣ କହୁଛନ୍ତି ସେ ଆମେ ଯଦି ତାକୁ ପଢିବା, ଲେଖାଗଲା ସେଇ 27:12, ତେଣୁ ଯେବେ ପିତା ମତେ ସ୍ପର୍ଶ କରିବେ ତେବେ ମୁଁ ତାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ଦେଖାଯିବି, ତାହେଲେ ମୁଁ ଆପଣା ଉପରକୁ ଆଶୀର୍ବାଦ ନ ଆଣି ଅଭିଶାପ ଆଣିବି। ମାତ୍ର ତାର ମାତା କହିଲେ, ପୁଅ ସେ ଅଭିଶାପ ମତେ ଘଟୁ, କେବଳ ତୁମେ ମୋ କଥା ମାନ ଓ ଯାଇ ଛେଳି ଛୁଆ ଆଣ। ଅନେକ ସମୟରେ ଡାକିବାକୁ ଠକ ପ୍ରତାରକ ବୋଲି କହିଥାଉ, ସେ ପ୍ରତାରକ ହେଇଛି, କିନ୍ତୁ ବାସ୍ତବରେ କଣ ସେ ଦୋଷୀ ନା ମା ଦୋଷୀ? ଏଇ ପ୍ରଶ୍ନ ଆପଣ ମାନଙ୍କ ନିକଟରେ କଣ ଚିନ୍ତା କର। ସେ କହିଲେ ଯାହା ଅଭିଶାପ ଘଟିବ ମୋ ପ୍ରତି ଘଟୁ, ସେ ମୁଁ ଯାହା କହୁଛି ତୁ ତାହା କର। ମାନେ ରିବିକା ପରମେଶ୍ୱରଙ୍କୁ ପ୍ରାଧାନ୍ୟ ଦେଲା, ତାଙ୍କର ବାକ୍ୟକୁ ପ୍ରାଧାନ୍ୟ ଦେଲା। ସ୍ୱାମୀଙ୍କର କଥା କଣ ହବ ତାପରେ ସେ ଚିନ୍ତା କଲେନି, ଅଭିଶାପ ଆସିବ ଯାକୁବ ପ୍ରତି କି ନା, ନା କଲେ ନା ନା ପରମେଶ୍ୱର କହିଛନ୍ତି ମତେ କରିବାର ଅଛି, ତତେ ମୁଁ ଯାହା କହୁଛି ତୁ ଯାଇକି ତାହା କର। ସେ କହୁଛି ମା ମୁଁ ପ୍ରବଞ୍ଚକ ହେବି, ମୁଁ ଠକ ହେବି, ବାପା ମତେ ଧରେ ଜାଣିଦେବେ, ନା ତତେ ଯାହା କହୁଛି ତାହା କର। ସବୁ ପଢିବା ନାହିଁ, ଆପଣ ମାନେ ଜାଣନ୍ତୁ, ମୁଁ ଆପଣଙ୍କୁ ମନେ ପକେଇଦେବି। କରନ୍ତୁ ତ। ଦୀପିକା କଣ ଜାଣି ପାରିଲାନି ଯେ ଯୋଉ ସ୍ୱାମୀଙ୍କୁ ମୁଁ ଦୀର୍ଘ ଯେମିତି ଆମେ 60 ବର୍ଷରେ ଛୁଆ ହେଲା 100 ବର୍ଷ ହେବା ସମୟରେ କଥା ଗୁଡା ଆଲୋଚନା ହଉଛି। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ତାଙ୍କର ସ୍ତ୍ରୀ ରିବିକା କେବେ କଣ ଏମିତି ତରକାରୀ ରାନ୍ଧିକି ଦେଇନଥିବେ କି ଯୋଉ ତରକାରୀ ସେଦିନ ସେ ରାନ୍ଧିବାକୁ ଯାଉଛନ୍ତି? କଣ ଜାଣିପାରିଲେନି ଯଦି ମୋର ସ୍ୱାମୀକୁ ଯଦି ମୁଁ ରାନ୍ଧିକି ଦେବି ମୋ ସ୍ୱାମୀ ଜାଣିଦେବେ ମୋର ହାତ ରନ୍ଧା ବୋଲି? ତାଙ୍କର ସେ ଭୟ ରହିଲାନି। ଚିନ୍ତା କରନ୍ତୁ, ସମୟରେ ପ୍ରଭୁଙ୍କର କାର୍ଯ୍ୟ ଯେତେବେଳେ ଆମ ମାନଙ୍କ ଜୀବନରେ ହେବାକୁ ଯିବ, ଆମେ ଯୋଉଟାକୁ ଅସମ୍ଭବ ଭାବୁଥିବା ପ୍ରଭୁ ତାକୁ ସମ୍ଭବ କରିବେ। ହାଲେଲୁୟା। ତେଣୁ ପ୍ରଭୁ କହିଲେ ଯୋଉମାନେ ଜଳସ୍ରୋତ ନିକଟରେ ରୋପିତ ସେମାନଙ୍କର ପତ୍ର କେତେବେଳେ ବି ମଳିନ ହେବ ନାହିଁ, ସେମାନେ ସମୟରେ ଫଳ ଉତ୍ପନ୍ନ କରିବେ। ଜଣେ ଭଉଣୀ ଧୈର୍ଯ୍ୟ ସହକାରେ ଈଶ୍ୱରଙ୍କର ଯୋଜନାକୁ ସଫଳ କରିବା ପାଇଁ ଲାଗିକି ରହିଛି, ଡାଟେ ରହା ଲାଗିକି ରହିଛି, ଅଳଚଳ ହେଇନାହିଁ। କେତେବେଳେ ସେ ସ୍ୱର ମୁଁ ଶୁଣିବି ଆଉ ସେ କାର୍ଯ୍ୟକୁ ସମ୍ପନ୍ନ କରିବି। ଆଜି ମୁଁ ଆପଣ ମାନେ କଣ ଈଶ୍ୱରଙ୍କର ବାକ୍ୟ ଶୁଣି ପ୍ରସ୍ତୁତିରେ ଜୀବନ କାଟୁଛୁ? ପ୍ରଭୁ ତୁମେ ମତେ ସ୍ୱର୍ଗକୁ ଆରୋହଣ କରିବା ପୂର୍ବରୁ ପରେ ଉଠିଲା ପରେ ମା ମାନଙ୍କୁ ମହିଳା ମାନଙ୍କୁ କହିଥିଲେ ତମେ ଯାଅ ଭାଇ ମାନଙ୍କୁ ଯାଇ କୁହ ମୁଁ
କବରରେ ନାହିଁ ଉଠିଲେଣି ଯେମିତି କହିଥିଲେ ଗାଲିରେ ଭେଟ ହବ ସେଠିକୁ ଯିବା। ସେଦିନ ଠାରୁ ମା ମାନଙ୍କର ରୋଲ ଗୋଟେ ବଢି ଚାଲିଛି। ଯେତେବେଳେ କୃଷ ଉପରକୁ ଯୀଶୁ ଗଲେ, ଯେତେବେଳେ ଯୀଶୁ କହିଲେ ମୋ ପାଇଁ ରୋଦନ କର ନାହିଁ, ତୁମେ ଚାও ତୁମର ପିଲାମାନଙ୍କ ପାଇଁ ରୋଦନ କର। ସେମାନଙ୍କର କାର୍ଯ୍ୟ ପ୍ରାର୍ଥନାରେ ବଢି ଯାଇଛି, କୃଷ ମାତାର ପ୍ରଚାର କ୍ଷେତ୍ରରେ ବଢି ଯାଇଛି। ଆଜି ମୁଁ ମା ମାନେ ଭଉଣୀ ମାନେ ଆପଣ ମାନଙ୍କର ଜାଣନ୍ତି ଆପଣ ମାନଙ୍କର କାର୍ଯ୍ୟ ମୋର ବେଟର ଦାନ ପୁରୁଷ। ପୁରୁଷ ମାନେ କେବଳ କହିବେ, କାର୍ଯ୍ୟକାରୀ ମାନେ ଆଣ୍ଠୁରେ ଆପଣ ପ୍ରାର୍ଥନା କରିବେ, ଆଖିର ଲୁହରେ ପରିବାରକୁ ପ୍ରଭୁଙ୍କ ନିକଟରେ ତୋଳି ଧରିବେ, ଆଶୀର୍ବାଦ ଗୁଡିକ ଆଣିବେ। ଆପଣଙ୍କର ସଂସ୍ଥା ଅନ୍ୟମାନ ନିକଟରେ ବାକ୍ୟ ଦ୍ଵାରା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବେ। ପରିବାର ମା ସେଇ ମା ଏ ପ୍ରଦୀପ ଜାଳି ଅନ୍ୟମାନଙ୍କୁ ଆଲୋକିତ କରିବ। ପ୍ରାତଃକାଳୀନ ଦୀପ, ସନ୍ଧ୍ୟାକାଳୀନ ଦୀପ। ସେ ମା କହୁଛି ଯେ ଯାହା ଅଭିଶାପ ଘଟୁଛି ମୋ ଉପରେ ଘଟୁ, କିନ୍ତୁ ତୁମେ ତୁମେ ଯାଅ, ମୁଁ ଯାହା କହୁଛି ତାହା କର। ଯେମିତି ମୁଁ ଆପଣଙ୍କୁ କହିଲି ଆପଣ ଜାଣିପାରିଲେନି ମୁଁ ଯୋଉ ରାନ୍ଧିକି ଦେବି ମୋ ସ୍ୱାମୀ ଜାଣିଦବ ଯେ ଏଇ ତରକାରୀଟେ ମୁଁ ରାନ୍ଧିଛି ବୋଲି, ତଥାପି ସେ କାମଟାକୁ କଲେ। ଆମେ ଜାଣୁ ଆଉ ଯାକୁବ ଶେଷ ପହଞ୍ଚିବା ପୂର୍ବରୁ ଆଉ ଯାକୁବ ତରକାରୀ ଆଉ ରୋଷେଇ ହେଇଛି। ଛେଳିର ଛାଲ ନେଇକି ତା ହାତରେ ବୁଡା ହେଲା। ତଳକୁ ଲେଖା ଯାଇଛି ତା ମା ଗୋଟେ ଭଲ ପୋଷାକ ବଡ ପୁଅର ଯାକୁବକୁ ପିନ୍ଧେଇଲେ। ସେ ଖାଦ୍ୟ ନେଇକି ଭିତରକୁ ଗଲେ, କହିଲେ ବାବା ମୁଁ ଆସିଗଲି। ଆପଣ ମାନେ ପଢିବେ ବାବା ମୁଁ ଆସିଗଲି। ତମେ କିଏ ପ୍ରଶ୍ନ କରୁଛନ୍ତି, ତୁମେ କିଏ? ସେ 18 ପଦରେ କହିଲେ ମୁଁ ଯାକୁବ ଆପଣା ପିତା ନିକଟକୁ ଯାଇ କହିଲେ ପିତ। ସେ ଉତ୍ତର କଲେ ଦେଖ ମୁଁ ଏଠାରେ ଅଛି, କିନ୍ତୁ କିଏ? ସେଠି ଉତ୍ତର ବୋଧେ ଏଇ କଥାକୁ ନେଇକି ପାଳକ ମାନେ କହନ୍ତି ଯେ ଯାକୁବ ଗୋଟେ ଠକ ବୋଲି। ଯାକୁବ ଆପଣା ପିତାକୁ କହିଲା ମୁଁ ଆପଣଙ୍କର ଜ୍ୟେଷ୍ଠ ପୁତ୍ର। ଯଦି ନିୟମ ଅନୁସାରେ ଆମେ ଦେଖୁଛୁ ବଡ ଭାଇ ତାର ଅଧିକାରକୁ ସାନ ଭାଇକୁ ବିକ୍ରି କରିଦେଇଛି। ସେଇ ଦିନ ଠାରୁ ସେମାନେ ଏପଟ ସେପଟ ଜନ୍ମେଇଛନ୍ତି, କିନ୍ତୁ ବାକ୍ୟ ଅନୁସାରେ ତାର ଅଧିକାରକୁ ସେ ବିକ୍ରି କରିଦେଇଛି। ତେଣୁ ସେପଟେ ମା ମଧ୍ୟ ତାକୁ ଟ୍ରେନ କରିକି ପଠେଇଛି ବାପାଙ୍କ ନିକଟକୁ। କହୁଛି ମୁଁ ଜ୍ୟେଷ୍ଠ ପୁତ୍ର, ଆପଣ ଯାହା ଆଜ୍ଞା କରିଥିଲେ ମୁଁ ତାହା କଲି। ଏଇ ନିବେଦନ କରୁଛି ଆପଣ ଉଠନ୍ତୁ, ପୁଣି ମୋର ମୃଗା ମାଂସ ଭୋଜନ କରନ୍ତୁ। ପ୍ରଣିତରେ ଆପଣଙ୍କ ପ୍ରାଣ ମତେ ଆଶୀର୍ବାଦ କରୁ। ମା ଯାହା ଯାହା ଶିଖେଇଥିଲେ ପୁଅ ବାଧ୍ୟ ହେଇକିରି ସେ କାମ ଗୁଡିକ କରୁଛି। ତେବେ ଏଠି ଭୁଲ ତ ମାର ନା ପୁଅର ଭୁଲ ବୋଲି ଆମେ ମନେ ମନେ ପ୍ରଶ୍ନ କରିବା ଆଉ ଚିନ୍ତା କରିବା। ପବିତ୍ର ଆତ୍ମା ମତେ ଆପଣ ମାନଙ୍କୁ ବୁଝାନ୍ତୁ। ଆମେ ଆଗାମୀ ଦିନ ମାନଙ୍କରେ ଏହାର ପ୍ରସ୍ତୁତିରେ ପ୍ରଭୁ ଆମ ମାନଙ୍କୁ ଦେଇ ନେବେ। ତଥାପି ଯାକୁବ ଇସାକ ଜାଣିପାରିଲେ ନାଇଁ ସେ କଣ କହୁଛନ୍ତି ଆମେ ଟିକେ ଶୁଣିବା। 21 ପଦରେ ଇସାକ ଯାକୁବକୁ ଆହୁରି କହିଲେ ପୁତ୍ର ମୋ ପାଖକୁ ଆସ, ତୁମେ ପ୍ରକୃତିରେ ମୋର ପୁଅ ଏସବ ନାହିଁ, ତୁମକୁ ସ୍ପର୍ଶ କରି ଜାଣିବି। କହୁଛନ୍ତି ବାବା ବାବା ତୁ ମୋ ପାଖକୁ ଟିକେ ଆସେ, ମୁଁ ଜାଣିବାକୁ ଚାହୁଁଛି ସତରେ ତୁ ଏସ ନା ଯାକୁବ। କାହିଁ କହିଲେ ଜଙ୍ଗଲକୁ ଯିବ, ମୃଗ ମାରିବ, ଆଉ ରୋଷେଇ କରି ଆଣିବାଟା ଟାଇମ ଲାଗିପାରେ, ଏତେ ଶୀଘ୍ର କେମିତି ପଳେଇ ଆସିଲା? ଇସାକଙ୍କ ମନରେ ଗୋଟେ ପ୍ରଶ୍ନ। ତେଣୁ କହିଲେ ମୋ ପାଖକୁ ଆସ, ମୁଁ ଟିକେ ତମକୁ ଛୁଇଁକି ଦେଖି ଜାଣିବି। ତାପରେ 22 ପଦରେ ତ ଯାକୁବ ଆପଣା ପିତା ଇସାକଙ୍କ ନିକଟକୁ ଯାଆନ୍ତେ ସେ ତାହାଙ୍କୁ ସ୍ପର୍ଶ କରି କହିଲେ ଏ ସ୍ୱର ଯାକୁବର ସ୍ୱର, ମାତ୍ର ଏଇ ହସ୍ତ ଏଶର ହସ୍ତ ଅଟଇ। ଦେଖନ୍ତୁ ସେ ଦେଖିଲେ ଆରେ ସ୍ୱର ତ ପୁଅର, ଆଉ ବାପା ପୁଅର ସ୍ୱରକୁ ଚିହ୍ନି ପାରେ, ବାପା ପୁଅକୁ ସ୍ପର୍ଶ କରି ଜାଣିପାରେ ସେ ପୁଅ କିଏ, ଆଉ ତାର ସ୍ୱର ଶୁଣି ଜାଣିପାରେ ଏ ମେଷଟି କିଏ ବୋଲି। କିନ୍ତୁ ସେଦିନ ଆଉ ଧାର୍ମିକ ବ୍ୟକ୍ତି ଇସାକ, ପ୍ରତିଜ୍ଞାତ ସନ୍ତାନ ଇସାକ ଜାଣି ପାରୁନାହାନ୍ତି ଯେ ଯାକୁବ ଆଜି ଏସ ଭେଷରେ ନିକଟକୁ ଆସିଛି। ଶିଖିବାର ବିଷୟ, ଆମେ ଯେତେବେଳେ ବି ବାପା ମାଙ୍କ ନିକଟକୁ ଯିବା ଆମେ ଛଦ୍ମ ବିଷୟରେ ଯିବା ନାହିଁ, ଆମ ମାନଙ୍କର ପ୍ରକୃତ ରୂପକୁ ନେଇ ପ୍ରଭୁଙ୍କ ନିକଟକୁ ଯିବା। ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ଛଦ୍ମ ବିଷୟରେ ଯାଇ ମୁଁ ଜଣେ ପାଳକ, ମୁଁ ଜଣେ ରେଭରେଣ୍ଡ, ମୁଁ ଜଣେ ପ୍ରଚାରକ, ମୁଁ ଜଣେ ଲିଡର, ଆମେ ଅନେକ ସମୟରେ ଛଦ୍ମ ବିଷୟରେ ଯାଇଥାଉ ଯୋଉଟା କି ମୁଁ ନଥାଏ ବା ଆମେ ମାନେ ନଥାଉ। କିନ୍ତୁ ଏଇ ଜାଗାରେ ଏ କଥାକୁ ଆମେ ଆଲୋଚନା ନିମନ୍ତେ ମୁଁ ଆପଣ ମାନଙ୍କୁ କହିଲି ଛଦ୍ମ ବିଷୟରେ ଯାଇ ସେ କହୁଛି ମୁଁ ହଉଛି ଏସ, ସେ ଯାକୁବ। କିନ୍ତୁ ନିୟମ ଅନୁସାରେ ସେ ବଡ ଭାଇର ଅଧିକାର ପାଇଛି, ଯାକୁବ କହିପାରିଥାନ୍ତା, ସେ ମଧ୍ୟ ଏକ୍ସପ୍ଲେନେସନ ଦେଇପାରିଥାନ୍ତା, କିନ୍ତୁ ମା ତାକୁ ଯୋଉ ଟ୍ରେନ କରିଛି ସେ କଥାକୁ ସେ ଶୁଣି ପୁଅ ବାନ୍ଧିଛି। ତାର ଏକ ପୁଅ ଥିଲା ଆଉ ସାମୁଏଲ। ଯେତେବେଳେ ତାକୁ ପ୍ରଭୁ ଡାକିଲେ ସାମୁଏଲ, କାହା ନିକଟକୁ ଦୌଡିକି ଯାଉଛନ୍ତି? ଏଲିଙ୍କ ନିକଟକୁ ଦୌଡି ଯାଉଛନ୍ତି। କାହିଁକି? ତାଙ୍କ ମା ଶିଖେଇଥିଲେ, କହିଲେ ବାବା ବେଳେ ବି ତମକୁ ତମର ଏଲି ଯାଜକ ଡାକିବେ,
ତୁମେ ମନା କରିବନି, ଉଠିକି ଦୌଡକୁ ଯିବ। ଜାଣିନି ପ୍ରଭୁ ମତେ ଡାକୁଛନ୍ତି ବୋଲି, ଯାହା କୁହାଯାଇଥିଲା ସେ କଥା ଶୁଣି ସେ ବାରମ୍ବାର ଏଲିଙ୍କ ନିକଟକୁ ଦୌଡ଼ି ଯାଉଛନ୍ତି। ଆଜି ଆମମାନଙ୍କର ଯାତ୍ରା କୁଆଡେ? ହା ସ୍ୱର ଶୁଣି ତୁମେ କୁଆଡେ ଯାଉଛୁ? ତୁମେ ଅନ୍ୟମାନଙ୍କୁ ଜଣଉଛୁ ତ? ଯଦି ଜଣଉନ ଏ ଦିନ ମାନଙ୍କରେ ଆମେ ମାନେ ଜଣେଇବା। ଯୋଉ ଜାଗାରେ ଆମେ ମାନେ ଅଛୁ ସେଟାକୁ ପରମେଶ୍ୱରଙ୍କର ଉପସ୍ଥିତି ଜାଗୁ। ତେଣୁ ଏଲି ସାମୁଏଲକୁ କହିପାରିଥାନ୍ତେ, ସେ କହିବାରେ ବିଳମ୍ବ କଲେ। ତେଣୁ 3 ଥର ପରେ ଚତୁର୍ଥ ଥର ଜାଣିଲେ ଯେ ପରମେଶ୍ୱରଙ୍କ ନିୟମ ସିନ୍ଦୁକ ଥୁଆ ହେଇଛି, ମନ୍ଦିର ପ୍ରାଙ୍ଗଣରେ ଆମେ ଅଛୁ, ଆଉ କିଏ ତାକୁ ଡାକିବ? ଡାକିବା ଲୋକ ଜଣେ, ପରମେଶ୍ୱର ଡାକିବ। ଭୁଲି ଯାଇଥିଲେ। ଏଠି ଇସାକ ଜାଣି ପାରୁନାହାନ୍ତି, ଇସାକ ଜାଣି ପାରୁନାହାନ୍ତି। ତାପରେ ତା ପାଖକୁ ଗଲେ ଆଉ ଭୋଜନ କଲେ, ତାକୁ ଚୁମ୍ବନ କରିବା ପାଇଁ ମଧ୍ୟ କହୁଛନ୍ତି, ସେ ଚୁମ୍ବନ ମଧ୍ୟ ତାକୁ କରୁଛନ୍ତି, ତ କିଛି ଜାଣିପାରୁନାହାନ୍ତି। ତେବେ ଆଜି ଆପଣ ମାନଙ୍କ ନିକଟରେ ସମ୍ବାଦ ଶେଷ କରିବା ପୂର୍ବରୁ ମୁଁ ଏ କଥା କହିବାକୁ ଚାହେଁ ଯେ ସମ୍ବାଦର ଯେପରି ଆମେ ଆଲୋଚନା କଲୁ, ଟପିକ ନେଇଥିଲୁ, ବଡ ଭାଇର ଆଶୀର୍ବାଦ ସାନ ଭାଇ ନେଇଗଲା। ଯେତେବେଳେ ଯେତେବେଳେ ମୁଁ ମୋର ଅଧିକାରକୁ ଆଉ ଜଣକୁ ବିକ୍ରି କରିଦେବି, ସେ ମୋର ଆଶୀର୍ବାଦ ପାଖକୁ ଚାଲିଯିବ। ମତେ ଯେଉଁ ଆହ୍ୱାନ କରାଯାଇଛି, ସେଥିରେ ମୁଁ ଯୋଗ୍ୟ ଆଚରଣ ନ କରୁଛି, ତାର ଶାସ୍ତି ମତେ ଭୋଗ କରିବାର ଅଛି। ଦୌଡ଼ିକି ଯାଇଛି ଜଙ୍ଗଲକୁ, ରୋଷେଇ କରିଛି, ମୃଗ ମାରିଛି, ରୋଷେଇ କରିଛି, ପ୍ରସ୍ତୁତ କରିଛି, ବାପା ଯେମିତି ପସନ୍ଦ କରନ୍ତି। କିନ୍ତୁ ଯାକୁବଙ୍କ ହାତରେ ମାଙ୍କ ରୋଷେଇ ବାବା ଖାଇଲା ପରେ ଆଶୀର୍ବାଦ ଉପରେ ଆଶୀର୍ବାଦ କରୁଛନ୍ତି। ଯଦି ଆମେ ତାହା ପଢିବା 25 ପଦ, ସେତେବେଳେ ଇସାକ କହିଲେ, ମୋ ପାଖକୁ ଆଣ, ମୁଁ କଣା ପୁତ୍ରର ଆଣି ତ ମୃଗା ମାଂସ ଭୋଜନ କରିବି, ତ ମୋର ପ୍ରାଣ ତୁମକୁ ଆଶୀର୍ବାଦ କରିବ। ଥରେ ସେ ନିକଟକୁ ଆଣି ଦିଅନ୍ତେ, ଇସାକ ତା ଭୋଜନ କଲେ। ପୁଣି ଦ୍ରାକ୍ଷାରସ ଆଣି ଦିଅନ୍ତେ, ତାହା ପାନ କଲେ। ଅନନ୍ତର ତାହାର ପିତା ଇସାକ କହିଲେ, ପୁତ୍ର ଏବେ ମୋ ନିକଟକୁ ଆସି ମତେ ଚୁମ୍ବନ କର। ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ, ଇସାକ ତାର ବସ୍ତ୍ରର ଗନ୍ଧ ପାଇ ତାକୁ ଆଶୀର୍ବାଦ କରି କହିଲେ, ଦେଖ, ସଦା ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ପୁତ୍ରର ସୁଗନ୍ଧି ତୁଲ୍ୟ ମୋ ପୁତ୍ରର ସୁଗନ୍ଧି। ପରମେଶ୍ୱର ତା ତଳକୁ ଗୋଟେ ଗୋଟେ କିରି ଆଶୀର୍ବାଦ ପରେ ଆଶୀର୍ବାଦ ଦେଇଛନ୍ତି। ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଯାକୁବ ଭୁଲ କରିଛି। ରିବିକା ମଧ୍ୟ ସ୍ୱାମୀକୁ ଠକିବା ନିମନ୍ତେ ଗୋଟେ ଚିତ୍ର, ଗୋଟେ ଡ୍ରାମା କରିକି ପୁଅକୁ ପଠେଇଛି। ଇସାକ ତ ପ୍ରଭୁଙ୍କର ପ୍ରତିଜ୍ଞାତ ସନ୍ତାନ ଥିଲେ, ସେ କାହିଁକି ଜାଣିପାରିଲେ ନା? ଦେଖିବା ଯାତ୍ରା ପୁସ୍ତକ। ମୁଁ ଭାବୁଛି ଏଇ କଥାକୁ ଏଇ ସନ୍ଦର୍ଭରେ ମୁଁ ଆପଣ ମାନଙ୍କୁ କହିବାକୁ ଚାହେଁ। ତିନି ପର୍ବ ମୂଷାକୁ ଯେତେବେଳେ ପରମେଶ୍ୱର ଆହ୍ୱାନ କଲେ, ପରମେଶ୍ୱରଙ୍କ ନିକଟରେ ମୂଷା କହୁଛନ୍ତି, ମୁଁ କିଏ ଆଜ୍ଞା? ମୋ କଥା କାହିଁକି ସେମାନେ ଶୁଣିବେ? ଯଦି ବି ଶୁଣିବେ, ମୁଁ କେମିତି ସେମାନଙ୍କ ନିକଟରେ ପ୍ରମାଣ କରିବି ଯେ ଆପଣ ମତେ ପଠେଇଛନ୍ତି? ମୁଁ ତାଙ୍କୁ ପରିଚୟ କଣ ଦେବି? କଣ ତାହା ନାଁ କହିବି? ପରମେଶ୍ୱର କଣ କହୁଛନ୍ତି 14 ପଦ 3-14ରେ, ମୁଁ ପରମେଶ୍ୱର ମୂଷାଙ୍କୁ କହିଲେ, ଆମ୍ଭେ ଯେ ଅଛୁ ସେ ଅଛୁ। ସେ କହିଲେ, ତୁମେ ଇସ୍ରାଏଲ ସନ୍ତାନ ଗଣକୁ କହିବ, ସ୍ୱୟମ୍ଭୁ ଆମ୍ଭେ ଅଛୁ, ତୁମମାନଙ୍କ ନିକଟକୁ ମତେ ପଠେଇ ଅଛନ୍ତି। ପରମେଶ୍ୱର ମୂଷାଙ୍କୁ ଆହୁରି କହିଲେ, ତମେ ଇସ୍ରାଏଲ ସନ୍ତାନ ଗଣକୁ ଏଇ କଥା କହିବ, ତୁମ ମାନଙ୍କର ପୂର୍ବ ପୁରୁଷ ଗଣର ପରମେଶ୍ୱର, ଅର୍ଥାତ୍ ଅବ୍ରାହ୍ମର ପରମେଶ୍ୱର, ଇସାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର। ନେଇ ଯଦି ଆମେ ଆଉ ଗୋଟେ ପଦ ପଢିବା, ରୋମୀ ପୁସ୍ତକ, ରେଫରେନ୍ସ ନିମନ୍ତେ ଆମେ ପଢୁଛୁ, ଏଥିରେ ତ ଆମକୁ ବୁଝା ପଡୁଛି। ରୋମୀ ପୁସ୍ତକ 9 ପର୍ବର 12 ପଦରୁ ଟିକେ ଜୟ କଲେଣି, କେହି ପଢନ୍ତୁ ତ, 12 ପଦ ଆଉ 13 ପଦ। ରୋମୀ 9 ପର୍ବର 12 ପଦ 13 ପଦ। ବାଇବଲ ଅଛି ତ ଆପଣ ମାନଙ୍କ ପାଖରେ? ଏଥି ନିମନ୍ତେ ଏଇ କଥା ତାହାଙ୍କୁ କୁହାଯାଇଥିଲା, ଜ୍ୟେଷ୍ଠ କନିଷ୍ଠର ଦାସ ହେବ। ଯେପରି ଲେଖା ଅଛି, ଯାକୁବଙ୍କୁ ଆମେ ପ୍ରେମ କଲୁ କିନ୍ତୁ ଏସକୁ ଘୃଣା କଲୁ। ଅବାଧ୍ୟ ସନ୍ତାନ। ଈଶ୍ୱରଙ୍କର ବାକ୍ୟରେ ଆଗରୁ ଗୋଟେ ମେନସନ କରାଯାଇଛି ଯେ ଜ୍ୟେଷ୍ଠ କନିଷ୍ଠର ଦାସ ହେବ। ଆଜି ମାନଙ୍କର କର୍ମ, ଆଜି ଆମ ମାନଙ୍କର ଅଧିକାରକୁ
କୁ ନେଇ ଆଗକୁ ବଢିବା, ନଚେତ ଈଶ୍ୱରଙ୍କର ଯୋଜନା ଏକ ଭିନ୍ନ ଆମମାନଙ୍କ ପାଇଁ ହବ। ପ୍ରଭୁଙ୍କ ନିମନ୍ତେ ଆମେ ଆହ୍ୱାନ ପ୍ରାପ୍ତ ଲୋକମାନେ ବ୍ୟସ୍ତ ଅନିଷ୍ଟର ଦାସ ହେବ। ତେଣୁ ପ୍ରଭୁଙ୍କର ବାକ୍ୟ ଲେଖାଯାଏ କାଚିତ ବାକ୍ୟ 3 ପର୍ବର 11 ପଦରେ, ତମ ମାନଙ୍କର ଯାହା ଅଛି ତାହା ଧରିକି ରଖ। ତମ ମାନଙ୍କର ଯାହା ଅଛି ତାହା ଧରିକି ରଖ। ପ୍ରଭୁ ଆମମାନଙ୍କୁ ବିଶ୍ୱାସ ଦେଇଛନ୍ତି, ଆମମାନଙ୍କୁ ଭରସା ଦେଇଛନ୍ତି, ଆମମାନଙ୍କୁ ସେବକ ହେବା ପାଇଁ ଆହ୍ୱାନ କରିଛନ୍ତି। ଇଟ ହାଜ ବିନ୍ ଗିଭେନ୍ ଟୁ ଅସ୍। ପ୍ରଭୁଙ୍କର ସେବା କାର୍ଯ୍ୟ ନିମନ୍ତେ ବ୍ୟବହାର କରିବା ନିମନ୍ତେ ଆମେ ଷ୍ଟ୍ରଙ୍ଗଲି ଧରିବା। ସାମାନ୍ୟ ରଙ୍ଗା ଡାଲି ପାଇଁ ସେ ତାର ଯେତାଧିକାର ବିକ୍ର କରିଦେଇଛି, ଶେଷରେ ଆଉ ଜାଣିବାକୁ ପାରିଲା ନାହିଁ। ଏମିତି କଣ ମୋ ଜୀବନରେ ସମୟ ଆସିବ? ଏଠି ଦେଖୁଛୁ ପରମେଶ୍ୱରଙ୍କର ବାକ୍ୟରେ ପ୍ରଭୁ କହୁଛନ୍ତି ଯେ ଆମେ ଈଶକୁ ଘୃଣା କଲୁ, ଯାକୁବକୁ ପ୍ରେମ କଲୁ। ଈଶକୁ ଘୃଣା କରିବାର କାରଣ କଣ? ଏଇ ଅବାଧ୍ୟ ସେ ଦିନେ ହବ। ତୃତୀୟ ବେରିୟଙ୍କର କନ୍ୟା ମାନଙ୍କୁ ବିବାହ କଲା। ଯେମିତି ପ୍ରଭୁଙ୍କ ବାକ୍ୟରେ ଲେଖାଯାଇଛି ଦ୍ୱିତୀୟ ବିବରଣୀ 7 ପର୍ବ 3 ପଦରେ, ଅନ୍ୟ ଜାତିର ଝିଅ ପୁଅ ମାନଙ୍କୁ ତୁମେ ବିବାହ କରିବ ନାହିଁ। ସେମାନେ ଅନେକ ସମୟରେ ବାକ୍ୟରୁ ବାହାରକୁ ଯାଇ ପ୍ରଭୁ ଠାରୁ ଆଶୀର୍ବାଦ ଅପେକ୍ଷା କରିଥାଉ, ତାହା ଅସମ୍ଭବ ହବ। ଈଶ୍ୱରଙ୍କ ବାକ୍ୟରେ ରହିଲେ ଆମେ ଫଳ ଫଳିବା, ପ୍ରଚୁର ଫଳ ଫଳିବା, ଯାହା ଇଚ୍ଛା କରିବା ତାହା ସଫଳ ହେବ। ତାପରେ ଇଏ ଦୌଡ଼ିକି ଆସିଛି, ସବୁ ଆଶୀର୍ବାଦ ଯାକୁବ ଉପରେ ଇସାକ ଢାଳି ଦେଲେ, ଆଉ ଆଶୀର୍ବାଦରେ ସେ ପରିପୂର୍ଣ୍ଣ ହେଲା। କାହିଁକି? ଯେତେବେଳେ ଧାର୍ମିକ ଲୋକମାନେ ଯାହା କହୁଥିଲେ ତାହା ସଫଳ ହଉଥିଲା। ଏବେ ବି ହଉଛି ସେ ଧାର୍ମିକ ଲୋକମାନଙ୍କ ଜୀବନ ଦ୍ଵାରା। ସେତେବେଳେ ଇସାକ ଯାହା ଆଶୀର୍ବାଦ ଥିଲା ଯାକୁବ ଉପରେ ଦେଇଦେଲେ। ପରମେଶ୍ୱରଙ୍କର ଇଚ୍ଛା ଥିଲା ମୁଁ ପରମେଶ୍ୱର ହେବି ନାହିଁ, ମୁଁ ଯାକୁବର ପରମେଶ୍ୱର ହେବି। ହାଲେଲୁୟା। ତେଣୁ ମୁଁ କହିଲି 12 ପର୍ବ ଯେମିତି ଆଦି ପୁସ୍ତକରେ ଇମ୍ପୋର୍ଟାଣ୍ଟ ପର୍ବ, 27 ପର୍ବ ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ ପର୍ବ। ଏଠି ଯାକୁବ ସାମ୍ନାକୁ ଆସୁଛନ୍ତି, ଆଶୀର୍ବାଦ ଇସାକ ଠାରୁ ନେଉଛନ୍ତି, ବଂଶଗତ ଆଶୀର୍ବାଦ ନେଇକି ଆଗକୁ ବଢୁଛନ୍ତି। ତାପରେ 12 ଗୋଷ୍ଠୀ କରି ଗୋଟେ ଇସ୍ରାଏଲ ଗୋଷ୍ଠୀକୁ ସେ ତିଆରି କରିଛନ୍ତି, ଯାହା ପରମେଶ୍ୱରଙ୍କ ଇଚ୍ଛା ଥିଲା। ଆଉ ସେଇ ଗୋଷ୍ଠୀରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଆସିବେ, ଏଇ ଯୋଜନାକୁ ସେ ସଫଳ କରୁଛନ୍ତି। ଯଦି ଈଶ୍ୱର ହେଇଥାନ୍ତା ହୁଏତ କଣ ଗଡବଡ ହେଇଥାନ୍ତା ମୁଁ ଜାଣିନାହିଁ, କିନ୍ତୁ ଈଶ୍ୱରଙ୍କର ଇଚ୍ଛା। ଏଠି ମା ରେବେକା ଦୀର୍ଘ 40 ବର୍ଷ ଅପେକ୍ଷା କରି ସଫଳ କଲା। ଯାକୁବକୁ ଯାହା କୁହାଗଲା ତାହା ସେ କଲା, ଆଉ ଆଶୀର୍ବାଦ ତାଙ୍କର ହେଇ ସେ ସେଠୁ ବାହାରିକି ତାପରେ ଏସୋ ଦୌଡ଼ି ଦୌଡ଼ି ଆସିଛି, କଇଁ ସଇଁ ଆସିଥିବ, ବହୁତ ପରିଶ୍ରମ ଆସିଥିବ। କହିଲା ବାପା ମତେ ଆଶୀର୍ବାଦ ଦେବେ, କାହିଁକି ମୁଁ ବାପାଙ୍କ ବିରୁଦ୍ଧରେ ଯାଇଥିଲି, ଦ୍ୱିତୀୟ ବେରିର କନ୍ୟା ମାନଙ୍କୁ ବିବାହ କରିକି ମୁଁ ଦୁଃଖ ଜାଣିଥିଲି। ଏବେ ଆଶୀର୍ବାଦ ପାଇଲେ ମୁଁ ଆହୁରି ଲାଭବାନ ହେଇଯିବି, ମୁଁ ବଡ ଲୋକ ହେଇଯିବି, ଇତ୍ୟାଦି ଇତ୍ୟାଦି ହେଇଯିବି। ଘରକୁ ଆସିକି ପହଞ୍ଚିଛି, ବାବା ମାଂସ ନିଅ, ଖାଇବାକୁ ନିଅ। ସେ ଆସି କହୁଛନ୍ତି କେତେବେଳେ, ଆମେ ତାକୁ ଟିକେ ପଢିବା, 27 ପର୍ବକୁ ଯିବା। ହଁ, ସେ ଆସିକି କହୁଛନ୍ତି 31 ପଦରେ, 27 ପୁଣି ସେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ପିତା ନିକଟକୁ ଆସି କହିଲା, ପିତ କଣ ଉଠି ପୁତ୍ରର ଆଣିତ ମୃଗା ମାଂସ ଭୋଜନ କରନ୍ତୁ। ଦେଖନ୍ତୁ କେତେ ଖୁସିରେ ସେ ଆସିଛି, ଖାଇବା ପିଇବା ସବୁ ରେଡି, ଖାଇବାକୁ ରେଡି କରିକି ଦୌଡ଼ିକି ଆସି ଖୁସିରେ, ଉଠ ଜଲ୍ଦି ଉଠ, ମୁଁ ଆଣିଛି ଖାଇବା ପାଇଁ, ଆଉ ଆକୁ ଭୋଜନ କରନ୍ତୁ। କହି ଉତ୍ତରେ ଆପଣ ପ୍ରାଣ ମତେ ଆଶୀର୍ବାଦ କରିବ, ଯେମିତି ମତେ କହିଥିଲ ଆଣିବାକୁ ଦେଲା ପରେ ଖାଇଲା ପରେ ତମେ ଆଶୀର୍ବାଦ କରିବ। ମୁଁ ଆଣିକି ନେଇକି ଆସିଛି, ଖାଅ ମତେ ଆଶୀର୍ବାଦ କର, ଖାଅ ମତେ ତମେ ଆଶୀର୍ବାଦ କର। ମୁଁ କଲି ତମେ ମତେ ଦିଅ, ମୁଁ ଗଲି ମତେ ତମେ ଆଶୀର୍ବାଦ କର। ଏମିତି ଆମେ ଅନେକ ସମୟରେ ପ୍ରଭୁଙ୍କୁ କହିଥାଉ କି, ପ୍ରଭୁ ମୁଁ ଏଇ କାମଟା କଲି ମତେ ତମେ କରିବନି, ମତେ ମୋ ପାଇଁ ତମେ ମୋ ଫେଭରରେ କରିବନି। ମୁଁ ତ ତମେ କଥା କଲି, ବାବା ତୁମ କାମ ତୁମେ କର, ମୋ କାମ ଆଇ ୱିଲ୍ ଡୁ ଦ୍ୟାଟ। ତମେ କହିବାର ଆବଶ୍ୟକ ନାହିଁ, ତମେ କଣ ଦରକାର କଣ ମାଗୁଛ, ଆଇ ନୋ ଦ୍ୟାଟ। ତୁମକୁ ମୋ ହାତରେ ତିଆରି କରିଛି, ତୁମର ଆଖି କୋଉ ଜାଗାରେ ରହିବା କଥା ମୁଁ ରଖିଛି, ତୁମର ହାତ କୋଉ ଜାଗାରେ ରହିବା କଥା ରଖିଛି, କାଲି କଣ ଖାଇବ ଏକଥା ମୁଁ ଜାଣିଛି। ତୁମେ ଅନେକ ସମୟରେ ପ୍ରଭୁଙ୍କୁ କହିଥାଉ, ପ୍ରଭୁ ମୁଁ ଏଇଟା କଲି ତୁମେ ମୋ ପାଇଁ କର। ଏମିତି କହିଲେ ବାବା ତୁମେ ଖାଅ, ତୁମେ ମତେ ଆଶୀର୍ବାଦ କର। ସେମିତି କଣ ହବ? ପ୍ରଭୁ କହିଲେ ନା ନା, ତମେ ମୋର ରାଜ୍ୟ ଧାର୍ମିକତା ଅନ୍ୱେଷଣ କର, ତମର ସମସ୍ତ ବିଷୟ ମୁଁ ତୁମକୁ ଦେବି, ମାଗିବାର କିଛି ଆବଶ୍ୟକ ନାହିଁ। ସବୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଏ ଗଲେ ଆଶୀର୍ବାଦ କର। ତହିଁରେ ତାର ପିତା ଇଶା କହିଲେ ତୁମେ କିଏ? ଯାକୁବକୁ କହିଥିଲେ ତୁମେ କିଏ, ଏଠି ଏସବକୁ ମଧ୍ୟ କହୁଛନ୍ତି ତୁମେ କିଏ। ତାର ଆଇଡେଣ୍ଟିଟି କୁ ସେଇଟା ମାନେ ଏକ୍ସପ୍ଲେନ କରୁଛନ୍ତି ମୁଁ କିଏ। ଯାକୁବ ମିଛ କହିଲା ମୁଁ ଏସବ ବୋଲି, ଆଉ ଏଠି ନିଜେ ଏସବ କହୁଛନ୍ତି, ସତ କହୁଛନ୍ତି ମୁଁ ବୋଲି। କଣ କହୁଛନ୍ତି? ତୁମେ କିଏ? କହିଲେ ମୁଁ ଆପଣଙ୍କର ପୁତ୍ର, ଆପଣଙ୍କ ପ୍ରଥମ ଜାତ ଏସ। ଠିକ ଅଛି, ସେ ପ୍ରଥମ ଜାତ ଏସ, ଠିକ ଅଛି, କିନ୍ତୁ ତାର ଅଧିକାରକୁ ସେ ବିକ୍ରି କରିଦେଇକି ସେ ପ୍ରଥମ ଜାତ ହେବାର ଅଧିକାରକୁ ସେ ହରେଇ ବସି। ଯେତେବେଳେ ଇସାକ ଅତିଶୟ କମ୍ପିତ ହୋଇ କହିଲା, ତେବେ ତେବେ ଯିଏ ମୋ ନିକଟକୁ ମୃଗା ମାଂସ ଆଣିଥିଲା ସେ କିଏ?
तुम आसीबा पूर्वे मु तांकु ता भोजन करी ताकु आशीर्वाद कली और से ता आउ से आशीर्वाद प्राप्त हेबो मोर प्रिय प्रभु दास दासी माने बड़ भाई रो आशीर्वाद सान भाई नहीं गला गोटे भूल बापा मांकर अबाध्य पाइथिबा अधिकार प्रभु ठारू परिवार ठारू को विक्रय करबा द्वारा मु आपण माने ए दिन मानकरे आम मान अधिकार को विक्रय करी प्रभुंकर आशीर्वाद रु वंचित न हो प्रभु जो आह्वान आम मान आहूत करिसेंती से आह्वान आम माने आगु को बढ़िबा प्रभुंकर योजना को आम मान जीवन में सफल करबा तो द्वारा प्रभु मते आपण मान को मध्य आशीर्वाद करिवे प्रभु ये अल्प वाक्य आशीर्वाद करंतु जेपरि आम मानकर अधिकार आम मानकर आशीर्वाद आम पड़ोशी न ने आमर बंधु माने न नंतु मोर आशीर्वाद आउ जने किए न ने मोर आशीर्वाद मोर हो मो परिवार पाई हो मो मंडली पाई हो प्रभु प्रत्येक को ये अल्प वाक्य आशीर्वाद कर धन्यवाद सुंदर सुजोग पाई मध्य प्रभुंकर मु गौरव करे आमेन प्रभु को महानाम धन्यवाद हो प्रिय दासों को मुख दिया मान को प्रभु सुंदर वाक्य देइछन्ते एई समय आमे करताली द्वारा प्रभु को दासों को उत्साहित दबा कारण से आज आम पाई समुद्र वाक्य देई आमन कथा कहिसन्ती आमे प्रत्येक शुणी अछु ता जेपरि उत्तम भाव धरि रखि चलिबा एही तब लिखा जाए उपदेश को धरि रख छाड़ी देने जीवन अटे जे पर्यंत आमे उपदेश को धरि रखि चलिबा ताले आम जीवन में अनेक आशीर्वाद पाई परिबा प्रभु प्रिय दासों को आशीर्वाद युक्त करंतु एही समय आमे प्रार्थना सहित जीवा आ प्रार्थना करिबा आम सम्मुखरे आउ प्रार्थना सहित आम को उत्साहित देबे आ विनोद पल आज्ञा अछंती आउ सी प्रार्थना करिवे प्रिय दासों को पाई हम प्रत्येक प्रार्थना करिवे आ शेष रे डेविड लिव आज्ञा अछंती से प्रभु से प्रार्थना पर आशीष भिक्षा मागी ए सेवा कार्य संग करिवे।